ନର୍କ ବୋଲି କିଛି ଅଛି କି? ନର୍କ ବୋଲି କିଛି ଅଛି କି? ଏଇଟା ବି ଟିକେ ଚିନ୍ତା କରିବା ଦରକାର। କାରଣ ଯାହା ବି ଆମେ ଧ୍ୟାନ କରିବା ବାଇବେଲ ଭିତରୁ ଧ୍ୟାନ କରିବା, ବାଇବେଲ ବାହାରେ ଯିବା ଦରକାର ନାହିଁ। ଆପଣଙ୍କୁ ବି ଯଦି କିଏ କୌଣସି ଭାବବାଣୀ କହିବ ବାଇବେଲ ଅନୁସାରେ ଏକା ଥିବ, ସେଇଟା ଯାହା ବି ଶିକ୍ଷା ଥିବ ବାଇବେଲ ଅନୁସାରେ ଏକା, ବାଇବେଲ ବାହାରେ ନଥିବ। ତେଣୁ ଆମର ଜୀବନରେ ବାଇବେଲକୁ ସବୁଠୁ ବଡ଼ରେ କରବାର, ଆଉ ବାଇବେଲ ଯୋଉଟା କହୁଛି ସେଟାକୁ ଆମେ ମାନିବା ପାଇଁ ଚେଷ୍ଟା କରିବା ଦରକାର। ଅଳ୍ପ ସମୟ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ନରକ ବୋଲି କିଛି ଅଛି କି? ବାଇବେଲ କ'ଣ କହୁଛି? ମାଥ୍ୟୁ ତାର 8 ପର୍ବ 12 ପଦ, ମାଥ୍ୟୁ 8 ପର୍ବ ତାର 12 ପଦ। ରାଜ୍ୟର ସନ୍ତାନ ମାନେ ବାହାର ଅନ୍ଧକାରରେ ପକାଯିବେ, ସେଠାରେ ରୋଦନ କ'ଣ ହବ? ସେଠି କ'ଣ ହବ? ରୋଦନ ଆଉ ଦନ୍ତର କୋଉଠି ହବ? ବାହାରେ। ପ୍ରଭୁଙ୍କ ରାଜ୍ୟରେ ନୁହେଁ, ପ୍ରଭୁଙ୍କ ରାଜ୍ୟର ବାହାରେ। ସେନ ବାହାରେ ପକାଯିବେ, ସେଠି କ'ଣ ହବ? ରୋଦନ ଆଉ ଦନ୍ତର କିଡ଼ିମିଡ଼ି ହେବ। ବାହାର ଅନ୍ଧକାରରେ ପକାଇ ଦିଆଯିବ। ଏଠି ଆମେ ଜାଣିଛୁ ନର୍କ କେମିତି ଜାଗାଟା ଗୋଟେ ଅନ୍ଧକାର ପୂର୍ଣ୍ଣ ସ୍ଥାନ ଅଟେ, ଅଛି। এটা ବାଇବେଲରେ ଲେଖା ଅଛି। ଲୋକ ବିଶ୍ୱାସ କରନ୍ତୁ କି ନ କରନ୍ତୁ, ଅଛି। ଲୋକ କ'ଣ କହୁଛନ୍ତି? ମୁଁ ନ ଦେଖିଲେ ବିଶ୍ୱାସ କରିବି ନାଇଁ। ଆମେରିକା ଯାଇଛ କେବେ? ଅଛି କି ନାଇଁ? ଅଛି, ଅଛି। ଆମେରିକା ନ ଗଲେ ମିଶା ଅଛି। ଆକା କାରେଣ୍ଟ ଅଛି ବୋଲି କେମିତି ଜାଣିବି? ମୁଇଁ ଦିଶୁ ନାହିଁ କୋଉଠି କାରେଣ୍ଟ। ସେ ତିଗାକୁ ସେ ତାରକୁ ଟିକେ ଛୁଁ, ତମର କାରେଣ୍ଟ ବାହାରି ପଡ଼ିବ। ନାଇଁ, ଅନେକ ବିଷୟ ଆମେ କହୁଛୁ ପ୍ରଭୁ ଅଛନ୍ତି ବୋଲି ଆମେ କେମିତି ଜାଣିବୁ? ଅନୁଭବରୁ ଜାଣିବୁ। ଅନୁଭବରୁ। ଆପଣଙ୍କ ଗୋଡ଼ରେ କଣ୍ଟା ପଶିଯିବ, ଆବା କେମିତି ଦୁଖାଇଲାନି, ଦୁଃଖା କେନେଲୋ ଦିଶେ ନାହିଁ, ଦୁଃଖା ଦିଶବ ନାହିଁ। ଅନୁଭବ ଆକା ବଥା କ'ଣ କରିବ? ବତା ଦୁଶବ ନାହିଁ, ବତା ଅନୁଭବ। ଦାନ୍ତ ଦୁଃଖା କୋଉଠି ଦୁଃଖାଲୋ? ଏଠି ନାଇଁ, ଦିଶେ ନାହିଁ ତ ଇତି ଆକା ଦୁଃଖା, ଇତି ଦୁଃଖା ଦିଶବ ନାହିଁ, ଅନୁଭବ କରିହବ। ପବନକୁ ଦେଖିଛ? ଅଛି କି ନାହିଁ? ଅଛି। ଅନେକ ବିଷୟ ଆମେ ଦେଖିନୁ, କିନ୍ତୁ ଅନୁଭବରୁ ଆମେ ଜାଣିପାରୁଛୁ। ବାଇବେଲ ବି କ'ଣ କହୁଛି ଆମକୁ? ଯାହା ଲେଖା ହେଇଛି ବାଇବେଲରେ ବାସ୍ତବ ବିଷୟ ଲେଖା ହେଇଛି, କିଛି କାହାଣୀ ଲେଖାଯାଏ ନାହିଁ। ଆମେ ଦେଖୁଛୁ ବାହାର ଅନ୍ଧକାରରେ ପକାଇ ଦିଆଯିବ। କ'ଣ ହବ? ରୋଦନ ଆଉ ଦନ୍ତର କିଡ଼ିମିଡ଼ି ହେବ। ଦନ୍ତର କିଡ଼ିମିଡ଼ି ହେବ। ଆପଣ ଟିକେ ମାଥ୍ୟୁ 13 ପର୍ବ 50 ପଦ ଟିକେ ପଢ଼ନ୍ତୁ। ମାଥ୍ୟୁ 13 ତାର 50। ହଁ, ଅଗ୍ନିକୁଣ୍ଡରେ ପକାଇଦେବେ। ହଁ, ଅଗ୍ନିକୁଣ୍ଡରେ ପକାଇଦେବେ। ଗୋଟେ ଅଗ୍ନିକୁଣ୍ଡ ଅଛି। ଏଠି କ'ଣ ହବ ପଡ଼ିଲେ? ସେ ଅଗ୍ନିକୁଣ୍ଡରେ ପଡ଼ିଲେ ରୋଦନ ଆଉ ଦନ୍ତର କିଡ଼ିମିଡ଼ି। କାହିଁକି କହୁଛି? ଆଜିର ସମୟରେ ଆମେ ଚାରିଆଡ଼େ ଦେଖୁଛୁ ଲୋକ ପାପ କରୁଛନ୍ତି, ଭୁଲ କାମ କରୁଛନ୍ତି। କ'ଣ କରୁଛ? ହଉ ମୁଁ ଏକଲା ନର୍କେ ଗଲେ ଯିବି ବେ, ତମେ ସବୁ ସ୍ୱର୍ଗେ ଯା। କାହିଁକି ମଦ ପିଉଛୁ? ନର୍କେ ଯିବୁ। ହଉ ମୁଁ ନର୍କେ ଯିବି, ତୁ ସ୍ୱର୍ଗକୁ। ନର୍କ ବୋଲି କିଛି ଗୋଟେ କାହାଣୀ ପରା ହେଇଯାଇଛି, ଗୋଟେ ଥଟା ପରା ହେଇଯାଇଛି। ଲୋକମାନେ କ'ଣ କହୁଛନ୍ତି? ହଇ ନର୍କ ଗଲେ ଯିବି ବେ, କାହିଁ ମୁଁ ଏକଲା ଯିବି କି? କ'ଣ ମୁଁ ଏକଲା ଯିବି? କେତେ ଲୋକ ଯିବାଇ, ମୁଇଁ ମିଶା ଯିବି, କାହିଁ ହେଇଗଲା ବୋଲୁଛି। ସେ ଭାବୁଛି ନର୍କ ବୋଲେ ଜଗଦଲପୁର ଯିବାର 15 ଦିନ ପୁରା ରହିକରି ଭାରି ଆସିବ। ଆମର ବାବୁ ଘରେ ଯାଇଥିଲୁ, ବେଶୀ ମାଛି ଅସୁବିଧା ବେଶୀ, ଭାରି ଆଇଲି ବୋଲେ 15 ଦିନ ଯାଇକରି ଭାରି ଆଇଲା ପରା ବୋଲି ଭାବୁଛନ୍ତି। ଖାରା ଛୁଟି ହେଇଥିବ କି ନାହିଁ? 15 ଦିନ କେନେ ବୁଲିକରି, ଏଇଟା ଖାରା ଛୁଟି ନାହିଁ। ଗଲା ତ ଗଲା, ସବୁଦିନ ପାଇଁ ଗଲା। ଏବେ ଆମେ ବଞ୍ଚିଛୁ, ଇଟି ଅଛୁ, କୋଉଠି ମିଶା ଅଛୁ। ମରିଗଲା ପରେ କୋଉଠି ନାହିଁ, ଇଟି ନହେଲେ ସିଟି, ଦୁଇଟା ଜାଗା ଅଛି। ତ ପ୍ରିୟ ଭାଇ ଭଉଣୀ ମାନେ, ଆମେ ଆଜି ନର୍କ ବିଷୟରେ ଚିନ୍ତା କରୁଛୁ। ଆମେ ବାଇବେଲରୁ ନିଜେ ଜାଣିଲେ ଆମେ ଜାଣିପାରିବୁ ଯେ ପାପ ଯଦି କରୁଛି ବୋଲେ ସେଠି ମୁଇଁ ଯିବାଟା ଠିକ, ପାକ୍କା। ସେଟା ତାକେ ଇଏ କରିପାରିବନି। ବାଇବେଲ କ'ଣ କହୁଛି?
ଅଗ୍ନିକୁଣ୍ଡ ସେଟା। ପ୍ରଥମରେ ଦେଖିଲୁ କ'ଣ ସେଟା? ବାହାର ଅନ୍ଧକାର, ତାପରେ ଦ୍ୱିତୀୟରେ ରୋଦନ ଆଉ ଦନ୍ତର କିଡ଼ିମିଡ଼ି, ତାପରେ ଅଗ୍ନି କୁଣ୍ଡ। ମାଥ୍ୟୁ ତାର 25 ପର୍ବ 41 ପଦ, ମାଥ୍ୟୁ 25 ତାର 41। ହଁ, ତତ୍ପରେ ସେ ବାମ ପାର୍ଶ୍ୱସ୍ଥ ଲୋକକୁ ମଧ୍ୟ କହିବେ, ରେ ଶାପଗ୍ରସ୍ତ ମାନେ ମୋ ସମ୍ମୁଖରୁ ଦୂର ହୋଇ ଶୈତାନ, ହଁ ହଁ, କି ଅଗ୍ନି ଏଟା? ଅନନ୍ତ ଅଗ୍ନି। କେବେ ଚୁଲି ଭିତରେ ନିଆଁ ଲଗାଲା ହାତ ପୁରେଇଛ? ଟିକେ ଜାକି ହେଲେ ତ କେମିତି ଲାଗି ଯାଉଛି। ସେ କଡ଼େଇ ଜାକି ହେବ, ସେ ଜୟମୁଲା ଟିକେ ବାଜିଲା ବେଲେ କେମିତି ଫଟକା ଫୁଟକି ଭାରି ଦାଗ ହେଇଯାଇଥିବ ସେଟା। ଟିକେ ଜାକି ହେଇଥିଲା ବେଲେ କେମିତି ଭେମରି ସେଟା। ଏଠି ତ କ'ଣ ଲେଖା ଅଛି? ଅନନ୍ତ ଅଗ୍ନି, ଅଗ୍ନିକୁଣ୍ଡ। ଆଉ ସେ ଅଗ୍ନିକୁଣ୍ଡ କେମିତି ଅଗ୍ନିକୁଣ୍ଡ? ଅନନ୍ତ ଅଗ୍ନି, ଅନନ୍ତ। କାହିଁକି? ଆମେ ୟାର ପରେ ଯୋଉଠି ଯିବୁ ସେଟା ଅନନ୍ତ କାଳ ପାଇଁ, ସେଟା 2 ଦିନ ପାଇଁ ନାହିଁ। ଏଠି କହିଲି ପରା 50-60 ବର୍ଷ ବଞ୍ଚିଲୁ ଏବେ, ଆଜି ଟିକେ ପରା ଅଛି। ଆଜି ସେଟା ବି ଠିକ ନାହିଁ ଯେ କେତେ ବର୍ଷ ବଞ୍ଚିବୁ ବୋଲି। ଏବେ ମୁଁ ଭେଣ୍ଡିଆ ଅଛି, ମତେ ଏବେ 18 ବର୍ଷ ହେଇଛି। 18 ପରେ 20 ହେବ, 20 ବର୍ଷ ପରେ 50 ବର୍ଷ ବଞ୍ଚିବି। ତେବେ କେତେ ବର୍ଷ ବଞ୍ଚିବି? 52 ବର୍ଷ ବଞ୍ଚି ଲେଖି ଆଣିଛି ତ ସନ୍ତ କରି, ଷ୍ଟାମ୍ପ ପେପର ଲେଖି ଦେଇଛି ମୁଁ କେତେ ବର୍ଷ ବଞ୍ଚିବି। କିଛି ନାହିଁ, କେତେବେଳେ ଚାଲିଯିବ ଜୀବନ। ଆଜିକାଲି ଯେମିତି ଅଟୋ ଚଲାଉଛନ୍ତି, ବସିଲା ବେଳେ ବି ପ୍ରାର୍ଥନା କରି ବସିବା ପାଇଁ ପଡୁଛି, କି ନାହିଁ? କାପୁ ମୁଣ୍ଡା ମୁଣ୍ଡା ଅଟୋକୁ ଏମିତି ସ୍ପିଡ ଚଲାଇଥିବେ, ଦାନ୍ତ କାନ ଚାବି ଦେଇକରି ଆରେ କାଟାକୁଟି ହେଉଥିବେ ସେମାନେ। ଜୀବନ କେତେବେଳେ ଯିବ କାହାକୁ ଜଣା ନାହିଁ। ଆମେ ଟେମ୍ପର ହଉଛୁ। ମରଲା ପରେ 2ଟା ଜାଗା, ଇତି ନହେଲେ ସ୍ଥିତି। ନରକ କେମିତି ବୋଲି ଲେଖାଯାଉଛି ପ୍ରିୟ ଭାଇ ଭଉଣୀ ମାନେ? ଏଟା ଅନନ୍ତ ଅଗ୍ନି। ଲୁକ ତାର 3 ପର୍ବ 17। ନରକ ବିଷୟ ଆମେ ଜାଣିବା ଦରକାର। ଲୁକ 3 ପର୍ବ 17 ପଦ, ଆପଣା ଖୋଳା ଉତ୍ତରରୁ ପରିଷ୍କାର କରି, ହଁ ହଁ, କୁଲା ଅଛି, ଅଗାଡ଼ି ଯାକ ସେ ଅନିର୍ବାଣ ଅଗ୍ନି। ଅନିର୍ବାଣ ଅଗ୍ନି ବୋଲି କଣଟା? ଯୋଉଟା କେବେ ଲିଭବ ନାହିଁ, ନିର୍ବାଣ ହେବ ନାହିଁ, ସବୁବେଳେ ଲାଗୁଥିବ। ସେଟା ହଉଛି ଅଗ୍ନି। ସେମିତି ଅଗ୍ନି। ଆଜିକାଲି ପ୍ରଚାରକ ମାନେ କ'ଣ କହୁଛନ୍ତି? କାହାକୁ କାହାକୁ ଅଗ୍ନିର ବାପ୍ତିସ୍ମ ଦରକାର, ଅଗ୍ନିର ବାପ୍ତିସ୍ମ କାହାକୁ ଦରକାର। ହାର୍ଟ ଟେକ ବୋଲେ ଠାଟନି ହାର୍ଟ ଟେକ ପକାଉଛି। ଅଗ୍ନିର ବାପ୍ତିସ୍ମ ବୋଲେ କୋଉଟା? ନରକ। ବିଶ୍ୱାସୀ ମାନ ପାଇଁ କ'ଣ ବାପ୍ତିସ୍ମ? ଜଳରେ ବାପ୍ତିସ୍ମ, ପବିତ୍ର ଆତ୍ମାରେ ବାପ୍ତିସ୍ମ। ଏ 2ଟା ବାପ୍ତିସ୍ମ ଯେ ନେବ ନାହିଁ, ତାର ପାଇଁ କୋଉ ବାପ୍ତିସ୍ମ? ଅଗ୍ନିର ବାପ୍ତିସ୍ମ। ସେ ଅଗ୍ନିର ବାପ୍ତିସ୍ମ କୋଉଠି ମିଳିବ? आग का बपतिस्मा कहाँ मिलेगा? यदि दरकार बोले वहां जाना पड़ेगा। एटा यदि बुझी नहीं बोले खाली किस किस को आग का बपतिस्मा चाहिए, आग का बपतिस्मा काहे दरकार? से आग रू रोकिया पाइबा पे तो प्रभु पाके आसीଛୁ ଆମେ। प्रिय भाई भଉଣୀ ମାନେ, ସେଇ ଗୋଟେ ବାଇବେଲ ଆକା ଧରିଛୁ ସବୁ, ମାତ୍ର ବୁଝିବାର ଅଛି କୋଉଟା କ'ଣ ବୋଲି। ଆପଣ ମସ୍ତ ଖୋଲନ୍ତୁ, 2ଟା ପଦ ଖାଲି ପଢିବା। ମାଥ୍ୟୁ ପୁସ୍ତକ କାଢନ୍ତୁ, ମାଥ୍ୟୁ ତାର 3 ପର୍ବ 12 ପଦ। ଆପଣ ତାହାଙ୍କ ହାତରେ କୁଲା ଅଛି, ଆଉ ସେ ରଖିବେ, କିନ୍ତୁ ଅଗାଡ଼ି ଯାକ, ଏଠି ଆପଣ ଦେଖିବେ 3ଟା ମାନେ ଲେଖାଯାଉଛି ବାପ୍ତିସ୍ମ କଥା। ଆପଣ 12 ପଦ ଦେଖିବେ, 11 ପଦ। ମୁଁ ସିନା ତୁମମାନଙ୍କୁ ମନ ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ଉତ୍ତାରେ ଯେ ଆସୁଅଛନ୍ତି ସେ ମୋ ଠାରୁ ଅଧିକ ଶକ୍ତିମାନ, ତାହାଙ୍କର ପାଦୁକା ବହନ କରିବା ପାଇଁ ମୁଁ
ଯୋଗ୍ୟ ନୁହେଁ ସେ ତୁମମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। ପ୍ରଭୁ ଯୀଶୁ କୋଉ ବାପ୍ତିସ୍ମ ଦେବେ? ପବିତ୍ର ଆତ୍ମା ଅଗ୍ନିରେ। ଜହନ କହୁଛନ୍ତି ମୁଁ ତୁମକୁ ଜଳରେ ବାପ୍ତିସ୍ମ ଦଉଛି, ଜଳରେ ବାପ୍ତିସ୍ମ ଦଉଛି। ଗୋଟେ ପଦ ମସ୍ତ ଖୋଲନ୍ତୁ ଆପଣ ମାନେ, ପ୍ରେରିତ 2 ପର୍ବ 4 ପଦ। ହଁ 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 ହଁ। ଏଠି ଆମେ ଦେଖୁଛୁ କ'ଣ? ସେମାନେ ବାପ୍ତିସ୍ମ ନେଲେ, କୋଉଟା? ପବିତ୍ର ଆତ୍ମାଙ୍କ ଦ୍ୱାରା ସେମାନେ କଥା ହଉଛନ୍ତି। ଏଠି ଆମେ ଦେଖୁଛୁ କ'ଣ? 3ଟା ବାପ୍ତିସ୍ମ। ଗୋଟେ ବାପ୍ତିସ୍ମ କ'ଣ? ଜଳରେ ବାପ୍ତିସ୍ମ। କିଏ ଦଉଛନ୍ତି? ଜହନ ଦଉଛନ୍ତି। ଜହନ କହୁଛନ୍ତି ମୋ ଉତ୍ତାରେ ଯେ ଆସିବେ ସେ ତୁମମାନଙ୍କୁ ବାପ୍ତିସ୍ମ ଦେବେ ପବିତ୍ର ଆତ୍ମାରେ ଆଉ ଅଗ୍ନିରେ ବାପ୍ତିସ୍ମ ଦେବେ। ଏ ଅଗ୍ନିର ବାପ୍ତିସ୍ମ କଥା କାହିଁକି ଏଠି ଜହନ କହୁଛନ୍ତି? ଏଠି ଆପଣ କିଏ କିଏ ଅଛନ୍ତି ଦେଖିବେ ଟିକେ, ମସ୍ତ ଖୋଲନ୍ତୁ ଆପଣ ମାନେ। 5 ପଦ 6 ପଦ 7 ପଦ। ମାଥ୍ୟୁ 3 ପର୍ବ 5 7। ସେତେବେଳେ ଜେରୁସାଲମ, ଚିହ୍ନ କରିବେ କୋଉଠୁ ଆସୁଛନ୍ତି ଲୋକମାନେ? ଜେରୁସାଲମ, ସମଗ୍ର ଜିହୁଦା ପ୍ରଦେଶ, ଜର୍ଦ୍ଦନ ନିକଟବର୍ତ୍ତୀ ସମସ୍ତ ଅଞ୍ଚଳର ଲୋକମାନେ ବାହାରି ତାଙ୍କ ନିକଟକୁ ଆସିବାକୁ ଲାଗିଲେ। ଆଉ ଆପଣ ଆପଣ ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଜର୍ଦ୍ଦନ ନଦୀରେ ବାପ୍ତିସ୍ମ ହେଲେ। କିନ୍ତୁ ଫାରୁସି ଓ ସାଧୁକ ମାନଙ୍କ ମଧ୍ୟରେ ଅନେକ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି। ଏଠି କିଏ କିଏ ଅଛନ୍ତି ଦେଖନ୍ତୁ? ଏଠି ଜେରୁସାଲମର ଲୋକ ଆସୁଛନ୍ତି, ସମଗ୍ର ଜିହୁଦା ପ୍ରଦେଶରୁ ଆସୁଛନ୍ତି, ଜର୍ଦ୍ଦନ ନଦୀ ନିକଟବର୍ତ୍ତୀରୁ ଆସୁଛନ୍ତି, ଫାରୁସି ସାଧୁକ, ଗୋଟେ ମିଶ୍ରିତ ଜନତା ଅଛନ୍ତି। କିଏ କିଏ ଅଛନ୍ତି? ଏଠି ମିଶ୍ରିତ ଲୋକମାନେ ଅଛନ୍ତି। ତ ସେମାନଙ୍କୁ କହୁଛନ୍ତି ଯଦି ମନ ପରିବର୍ତ୍ତନ କରିବ ତେବେ ତୁମେ ଜଳରେ ବାପ୍ତିସ୍ମ ନେବ। ଆଉ ସେ କ'ଣ କରିବେ? ତୁମମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ। ଯଦି ମନ ପରିବର୍ତ୍ତନ କରି ବାପ୍ତିସ୍ମ ନେବ ନାହିଁ, ତୁମ ପାଇଁ ଆଉ ଗୋଟେ ବାପ୍ତିସ୍ମ ଅଛି। କ'ଣ? ଅଗ୍ନିର ବାପ୍ତିସ୍ମ ଅଛି। ସେ କ'ଣ କରିବେ? ଯେତେବେଳେ ସେ ଖଳାକୁ ପରିଷ୍କାର କରିବେ ସେଇ ସମୟରେ ଅଗାଡ଼ି ଯାକ କ'ଣ କରିବେ? ଅନିର୍ବାଣ ଅଗ୍ନିରେ ପୋଡ଼ି ପକାଇବେ। ସେଇଟା ହେଉଛି ଅଗ୍ନିର ବାପ୍ତିସ୍ମ। ଯଦି ଅଗ୍ନିର ବାପ୍ତିସ୍ମ ଦରକାର ଥାନ୍ତା ସମସ୍ତଙ୍କୁ, ସେଦିନ ପ୍ରଭୁ ଯୀଶୁ କ'ଣ ବୋଲି କହିଥାନ୍ତେ? ଆପଣ ଦେଖିବେ ପ୍ରେରିତ ପୁସ୍ତକ ତାର 1 ପର୍ବ ତାର 5 ପଦ ପଢିବେ। କାରଣ ଜହନ ଜଳରେ ବାପ୍ତିସ୍ମ ଦେଲେ ସତ, ଏଠି କୋଉ ବାପ୍ତିସ୍ମ କଥା କହୁଛନ୍ତି? ପବିତ୍ର ଆତ୍ମାରେ ବାପ୍ତିସ୍ମ ହବ। ଜହନ ତୁମକୁ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ଅଳ୍ପ ଦିନରେ ତୁମମାନେ କ'ଣ ହବ? ପବିତ୍ର ଆତ୍ମାରେ ବାପ୍ତିସ୍ମ ହବ। ଏଠି ଅଗ୍ନିର ବାପ୍ତିସ୍ମ କାହିଁ କହୁନାହାନ୍ତି? ସେଠି ଅଗ୍ନିର ବାପ୍ତିସ୍ମ ଲେଖା, ଯେହେତୁ ମିଶ୍ରିତ ଜନତା ଅଛନ୍ତି, ଅନେକ ଲୋକ ରକ୍ଷା ପ୍ରାପ୍ତ ହେଇନାହାନ୍ତି, ଆଉ ସେମାନେ ବାପ୍ତିସ୍ମ ମଧ୍ୟ ନେବାକୁ ପ୍ରସ୍ତୁତ ନାହାନ୍ତି, ସେମାନେ ପରିବର୍ତ୍ତନ ହେବେ ନାହିଁ, ସେମାନେ ପାଇଁ ଅଗ୍ନିର ବାପ୍ତିସ୍ମ। ଯେମାନେ ପରିବର୍ତ୍ତନ ହେବେ ସେମାନେ ପାଇଁ କୋଉ ବାପ୍ତିସ୍ମ ଦରକାର? ପବିତ୍ର ଆତ୍ମାରେ ବାପ୍ତିସ୍ମ। ନହେଲେ ଏଇଠି ବି ଲେଖା ହେଇଥାନ୍ତା। ଏଠି କାହିଁକି ଲେଖାଯାଉ ନାହିଁ? ଏଠି ପ୍ରଭୁଙ୍କ ଲୋକମାନେ ଯେମାନେ ପ୍ରଭୁଙ୍କର ବିଶ୍ୱାସ କରନ୍ତି ସେଇ ଲୋକମାନେ ଥିବାରୁ ଏଠି ପବିତ୍ର ଆତ୍ମାର ବାପ୍ତିସ୍ମ ଲେଖାଯାଉଛି। ଆପଣ ଦେଖିବେ ଯୋଉଠି ଅଗ୍ନିର କଥା ଲେଖାଯାଉଛି ସେଠି ରକ୍ଷା ପ୍ରାପ୍ତ ହେଇନଥିବା ଲୋକମାନଙ୍କ ବିଷୟରେ ଉଲ୍ଲେଖ କରାଯାଉଛି। ତେଣୁ ଆମମାନଙ୍କୁ ଅଗ୍ନିର ବାପ୍ତିସ୍ମ ଦରକାର ନାହିଁ, ଆମକୁ ପବିତ୍ର ଆତ୍ମାର ବାପ୍ତିସ୍ମ ଦରକାର। ଜଳ ବାପ୍ତିସ୍ମ, ପବିତ୍ର ଆତ୍ମାର ବାପ୍ତିସ୍ମ। ଯେମାନେ ଗ୍ରହଣ କରିବେ ନାହିଁ ଅଗ୍ନିର, ତ ଆଜିକାଲି ଯୋଉ ଲାଗିଛି फायर फेस्टिवल, फायर आग, आमके कहीं आग दरकार? आम तो आग रु रक्षा प्राप्त होगा जीशु पाखक आसीचु। से अनंत अग्नि रक्षा पाइबा आम जीशु पाखक आसीचु। तेणु आमको से आग का बाप्तिस्मा नहीं चाहिए। जदि क्या चाहिए बोले कौटी जीवार अच्छी? जयपुर जीवार अच्छी। सब बेले जय लगी हाँ अग्निर बाप्तिस्म कौटी मिल से जयपुर सब बेले निया लगी अनिर्बाण अग्नि थी से गले से मिल। आमको अग्निर बाप्तिस्म दरकार नहीं। आमको कौ बाप्तिस्म दरकार? आमको पवित्र आत्मा बाप्तिस्म दरकार अच्छी। तो नरक विषय देखला कौन देखुचु? अग्निकुंड,
ଅନନ୍ତ ଅଗ୍ନି, ଅନିର୍ବାଣ ଅଗ୍ନି। ଆଉ ଯଦି ଆମେ ଦେଖିବା ପ୍ରକାଶିତ ବାକ୍ୟ ତାର 9 ପର୍ବରେ ତାର 1 ପଦରୁ 11 ପଦ, ପ୍ରକାଶିତ ବାକ୍ୟ 9 ପର୍ବ ଯଦି ଆପଣ ଦେଖିବେ, ହଁ 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 ହଁ, ଏଇଟା କଣ? ପାତାଳ କୁଣ୍ଡ। କଣ ଗୋଟେ ନର୍କ? କଣ ଗୋଟେ? ପାତାଳ କୁଣ୍ଡ। ପାତାଳ କୁଣ୍ଡ ସେଇଟା ହଉଛି ଅନନ୍ତ ଦଣ୍ଡର ସ୍ଥାନ। ପ୍ରିୟ ଭାଇ ଭଉଣୀ ମାନେ, ଏଇ ସବୁ ବିଷୟ ନର୍କ ପାଇଁ ବ୍ୟବହାର ହଉଛି। ପାତାଳ କୁଣ୍ଡ, ଅଗ୍ନି କୁଣ୍ଡ, ଅନନ୍ତ ଅଗ୍ନି, ଅନିର୍ବାଣ ଅଗ୍ନି, ଏଟା ଥରେ ନାଇଁ ବାରମ୍ବାର ଲେଖା ହଉଛି। ଆଉ ଆମମାନଙ୍କ ମଧ୍ୟରେ ନର୍କ ବିଷୟରେ ପ୍ରଚାର ନାହିଁ। ନର୍କ ବିଷୟରେ ପ୍ରଚାର ନାହିଁ। ବେଶ ସବୁ ଚାଲାଇଛୁ। ଯୋଉଟା ଖାଇଲେ ସ୍ୱର୍ଗକୁ ଯାଇ ହେବ ନାହିଁ, କଲେ ସ୍ୱର୍ଗକୁ ଯାଇ ହେବ ନାହିଁ, ସେଟା ମନା କରୁଛୁ। ମଦ ପିଇବା ଲୋକ ସ୍ୱର୍ଗକୁ ଯିବ ନାହିଁ। ହେଲେ କାହିଁକି ଖ୍ରୀଷ୍ଟିଆନ ମାନେ ପିଉଛନ୍ତି? ଖ୍ରୀଷ୍ଟିଆନ ମାନେ ତ ପିଉଛନ୍ତି, ବିକବା ଲୋକ ବିକୁଛନ୍ତି ମିଶା। ସବୁଠୁ ଭଲ ବେପାର କଣ? ମଦ ବେପାର। କେନେ ଯିବା ଦରକାର ନାହିଁ, କାହାକୁ ଡାକବା ଦରକାର ନାହିଁ, ବୋର୍ଡ ମିଶା ଲଗାଇବା ଦରକାର ନାହିଁ। ଆଜି ପୁଣି ଦେଖୁଥିଲି ଯେ ଆମର କୁନ୍ଦ୍ରାରେ ଗୋଟେ ବିହାରୀ ମଦ ଦୋକାନରେ ତାଲା ପଡ଼ିଗଲା। ହେଲେ କି ମଦ ପିଇବା ଛାଡ଼ିଦେବେ କାମଟା ମାନେ? କୋଉଠି ଯିବେ ସେମାନେ? ବଡ଼ ବଡ଼ ଦୋକାନକୁ ଯାଇକି ମଦ ପିଇବେ। ଏ ବଡ଼ ବଡ଼ ମଦ ଦୋକାନୀ କଣ ବୋଲି କହୁଛନ୍ତି? ଆମଠୁ ତମେ ପଇସା ନେଉଛ, ଟ୍ୟାକ୍ସ ନେଉଛ, ମାତ୍ର ଗାଁ ଗହଳିରେ ଯୋଉ ମଦ ଦୋକାନ ଅଛି ଏମାନେ ତ ଟ୍ୟାକ୍ସ ବି ଦେଉନାହାନ୍ତି, ଲୁଚି ବିକୁଛନ୍ତି। ତାଙ୍କୁ ବନ୍ଦ କର, ତେବେ ଆମର ଦୋକାନ ବେପାର ହବ। ତେବେ ଏବେ ଏମାନଙ୍କୁ ବନ୍ଦ କଲେ କଣ ହବ? ସେ ଦୋକାନ ଭଲରେ ଚାଲବ। ଆମର ମଧ୍ୟ କଣ କରିବେ? ଟିକେ ପଇସା ଲାଗଲେ ଲାଗବ ଅଧିକ, ଗାଡି ଭାଡା କରିବେ, ଆରେ ଯାଇକରି କୁନ୍ଦ୍ରାରେ ଆପଣ ଦେଖିବେ ସେ ଦେଶୀ ମଦ ଦୋକାନ ବନ୍ଦ ହେଲା, ବାକି ମଦ ଦୋକାନ ଜିନ୍ଦାବାଦ। ନାଇଁ କି ରାତି 11ଟା ବେଳେ ବି ଖୋଲା ଖୋଲା ଥିବ କି ନାହିଁ? ସେଟା ବନ୍ଦ ହବ ନା। ମଦ ନାହିଁ, ସେଟା ଅମୃତ। ତାକିଟା ଅମୃତ। ଆମର ଜୟପୁରରେ ବି ଦେଖିବ ଗଲେ ଗଦା ମଦ ଦୋକାନ। କଟକ ଯାଅ ମେନ୍ ଛକରେ, ଭୁବନେଶ୍ୱର ଯାଅ ମେନ୍ ଛକରେ, NH ରେ, ସବୁ ବାଟେ। ଏବେ ଗାଁ ଗଣ୍ଡାରେ ମଧ୍ୟ କଣ ହବ? ଏ ମଦ ଦୋକାନ ବନ୍ଦ ହେଲେ ସେ ମଦ ଦୋକାନ ଠିପି ଖୋଲା। ଠିପି ଖୋଲବା ଦରକାର ନାହିଁ, ଠିପି ଖୋଲା ମଦ ଦୋକାନ। ଆମର ଗୋବରୁ ଗାଣ୍ଡା ମାନେ ସବୁ ପଳାଇବେ ସେଠି ପିଇବା। ମାଟି ମୁଣ୍ଡା ମାନେ ପରିଶ୍ରମ କରି କମାଇବେ, ମଦ ଦୋକାନ ଯାଇକରି ମଦ ତ ମଦ ମଦକୁ ଅଲଗା ନା ଦେଇ ହବ ନାହିଁ। ଏ ମଦ ପିଲେ ଯେମିତି ବାୟା କୁକୁର ପରା ହେବେ, ସେ ମଦ ପିଲେ ବି ବାୟା କୁକୁର ପରା ହେବେ। ଏ ମଦ ପିଲେ ବି ଅତ୍ୟାଚାର, ସେଟା ବି ସେମିତି ଅତ୍ୟାଚାର। ଯଦି ବନ୍ଦ କରିବାର ଅଛି ବଢିଆ କଥା, ଦେଶୀ ମଦ ଦୋକାନ ବନ୍ଦ କଲ, ତମକୁ ବହୁତ ବହୁତ ଧନ୍ୟବାଦ। ଆଉ ସେଟା ବି ବନ୍ଦ କଲେ ସବୁ ଧନ୍ୟବାଦ ଆମେ ତମକୁ ଦେଇଦେବୁ। ଗାଁ ଲୋକମାନେ ଉତ୍ତେଜିତ ହୋଇ, ନାଇଁ ଦେଶୀ ମଦ ଦୋକାନ ବନ୍ଦ ହେବାର ଅଛି, ବନ୍ଦ ହେବାର ଅଛି, ଏଟା ବି ବନ୍ଦ ହେବାର ଅଛି, ସେଟା ବି ବନ୍ଦ ହେବାର ଅଛି। ଆମେ ଟାଉନରେ କେଟା ଦୋକାନରେ ପାଣି ପୋଚ ମନ ମିଳୁଥିବ କି ନାହିଁ? ଆମେ ଭାବୁଛୁ ପାଣି ପୋଚ ନାହିଁ, ସେଟା କଣ? ମଦ ମାନେ ମଦୁଆ ମାନେ ଦେଖ ଭଉଣୀ ମାନେ ସେମିତି କରବାର ନାହିଁ। ତାଙ୍କୁ କଣ କରବାର, ଗୋଟେ କ୍ଷୀର ବୋଟଲରେ ପକାଇ ଦେଇକରି ଦେଲେ ସେମାନେ ଆରାମରେ ପିଇବାକୁ ଅସୁବିଧା ହେବ ନାହିଁ। ମଝିରେ ଚାକନା ପାଇଁ ଟିକେ ଚିକେନ ପକୋଡା, ଏବାଟେ ସେ ପାଣି ବୋଟଲ ପିଲାମାନଙ୍କୁ ପିଇବେ କି ନାହିଁ ସେଟା ଦେଲେ। ମଦ ପିଇଲେ ବେଲେ ତମର କିଡନୀ ଖରାପ ହବ କି ଦେହ ଖରାପ ବଡ କଥା ନାହିଁ। ମଦ ପିଇଲେ ନରକେ ଯିବ। କୋଉଠି? ଏଇ ଅନନ୍ତ ଅଗ୍ନି କୁଣ୍ଡ, ଅନନ୍ତ ଅଗ୍ନି, ଅନିର୍ବାଣ ଅଗ୍ନି, ପାତାଳ କୁଣ୍ଡ, ଏଠି ସେ ଯିବ। ହେଲେ ବି ମଦ ପିଇବ। ଅନେକ ଚର୍ଚ୍ଚରେ ମଦୁଆ ମାନେ ଥିବେ, ପାଷ୍ଟର ମାନେ କହିବେ ନାହିଁ। କାହିଁକି? କହିଲେ କାଲି ଆସିବାଟା ବନ୍ଦ କରିଦେବେ, ଆମର ଲୋକ କମିଯିବେ। ଇତି ଲୋକ ଜମାଇଲେ କି ସବୁ ସ୍ଥିତି ତ ଖେଟବ ନାହିଁ। ସକାଳେ ଆଜ୍ଞା ବହୁତ ସୁନ୍ଦର ପଦ ଗୋଟେ ପଢୁଥିଲେ। ଆମମାନଙ୍କୁ ପ୍ରଭୁ କଣ କରିଛନ୍ତି? ୱାଚମ୍ୟାନ। କି ମ୍ୟାନ? ୱାଚମ୍ୟାନ। ଏବେ ପାଷ୍ଟର ନିମନ ଆମକୁ କହିବା ଅଛି, ସେ ୱାଚମ୍ୟାନ କେନେ ଗଲା ବୋଲି କହିଲେ ନାହିଁ। ଆମେ କଣ ଆଜ୍ଞା? ଆମେ ୱାଚମ୍ୟାନ। ଆମେ ୱାଚମ୍ୟାନ ର କାମ କଣ? ଲୋକମାନଙ୍କୁ ସତର୍କ କରାଇବାଟା ୱାଚମ୍ୟାନ ର କାମ। ବାଇବଲ କଣ ଲେଖା ଜାଣିଛନ୍ତି?
ওয়াচম্যান কোণ করিব যে সে তুরি ফুঙ্কব, সে জাগ্রত করাইব, সে তার কাম কেমতি জাগ্রত করাইব। যদি জাগ্রত করাইলা পরে যদি জাগ্রত হবে নাই তার দণ্ড সে পাইব বলে বাইবেল লেখা হয়েছে। যদি খড়গ আসিবা দেখি বিপদ আসিবা দেখি আমি জাগ্রত করাইবু নাই, সে লোক দণ্ড পাইলা বলে তার রক্তর দায়ী আমি হেবু। ଆମକୁ ମଦୁଆକୁ ମଦୁଆ ବୋଲି କହିବା ଅଛି, ଚୋରକୁ ଚୋର ବୋଲି କହିବା ଅଛି, ବେବିଚାରକୁ ବେବିଚାର ବୋଲି କହିବାର ଅଛି, ପାପକୁ ପାପ ବୋଲି ଆମର କାମ ସେଟା। ତୁଇ ମାନିଲେ ମାନ ନହେଲେ ନାହିଁ, ମୋର କାମ ଚିଡ଼ିଗଲା। ଯଦି ମୁଁ କହିନଥିବି ମତେ ଦଣ୍ଡ ଆସିବ, ସେଟା ପାଇଁ କହିଦେଇଥିବା। କହିଲେ ଲୋକ ଆମକୁ ଘୁଡ଼ୁଛନ୍ତି, କିଛି ବାଧା ନାହିଁ, କହିଦେବାର ଖର୍ଚ୍ଚ। ୱାଚମ୍ୟାନ୍ ତ କାହିଁ ଗଭର୍ଣ୍ଣର ଆମେ କ'ଣ ୱାଚମ୍ୟାନ୍। এটা যদি সবু মিটিং করবা লোক বুঝতে বলে আরে ফুলমাল পিন্ধাইতে নেন ওয়াচম্যান কার কাকে ফুলমাল লাগিয়া ওয়াচম্যান আসতে তালি মারো বড়িয়া হইতা কেতে সুন্দর হইতা। হ্যাঁ, অনেক জায়গা দেখবে দামিকা দামিকা ফুলমাল পিন্ধাই দিতে, সে ডাবু হলে আমাকে দিতে অটো ভাড়া করে চাইতো তোমার ধর্মে। হ্যাঁ নাকি সে ফুলমাল ঘেনি দিব কেতে 250 টাকা, তার জায়গায় 100 টাকা টাবাল হেলে পাকাইতো, মু হেলে পচি হেতু ହେଲେ ପଚେଇ ଥାନ୍ତୁ କି ନାହିଁ ଗୋଟେ କାମ ଦେବାଟା। ସେ ବୁକେ ଆଣିଥିବେ, ବୁକେ କେତେ 300 ଟଙ୍କା, ସେ ବୁକେ ନେଇ ବୁକେଲା ଦେଇଥିବୁ ନାଇଁ, ସେ ବୁକେ ନେଇକରି ସେ ବୁକେ କା ସିତିଆ କା ଛାଡ଼ି ଆଇବୁ, ସେ ଷ୍ଟେଜରେ କା ସେ ବୁକେ କୁ ଛାଡ଼ି ଆସୁଛୁ ନେଇକରି କ'ଣ କରିବୁ? ତରକାରୀ କରିହେବ, ତାର ଜାଗାରେ ଭାଜି ବିଡ଼ା ହେଲେ 2ଟା ଦେତେ ଆମଠୁ ବାଟ କରି ଖାଇଥିବୁ। ସତିକି 3ଟା ଭାଜି ବିଡ଼ାକେ ଗୁଡ଼ାଇ ତିଆରି ଦେଇ ଦେତେ ଘରେ ନେଇକରି ହେତା କି ନାହିଁ କୁମଟା ଡାଲ 4-5 छिड़ेते, तापर ए साग से सब साग के मिसाई करी एंती करी हमके दे देते, नहीं रांधी खाइतु कि नहीं। प्रिय भाई बड़ी माने से बुके खेनवा को गुड़ी जाइतिबे जयपुर कोटपाट जाइतिबे बुका हां बुके खेनवा को जाइथिलु कोन मीटिंग रे जाइछि बुके मके आगा बुके खेनाइले सिति अने गुड लोग पिला किनला मुई धरी बाइक रे पछे बसली मके जाई कर सिति तेले बुके केनवा को मुई आका संग देइतिली, से गेलला मुई पछबार धरी बसिछि, से बुके को আর ভল করে নেবার কি নাই মকে দেবে বলি সেটি গলার মকে দেলে ছাড়ি করে আইলি। ମୁଁ କହିଲି ତମର ଧର୍ମର টাবাল ହେଲେ ଦେତ ମୁଁ ମୁଆ ପୋଛି ଗାଧେଇତି 6 ମାସ ପରେ କାମ ଦେତା, ପ୍ରଭୁ ତମକୁ ଆଶୀର୍ବାଦ କରତେ। ଛାଡ଼ ସେ ବାଟେ ୱାଚମ୍ୟାନ୍ ବାଟେ ସେଇ ସବୁ ପଳେଇଲି। ତ ୱାଚମ୍ୟାନ୍ର କାମ କ'ଣ? ଜାଗ୍ରତ କରାଇବା, ସତର୍କ କରାଇବା, ସମସ୍ତଙ୍କୁ ସବୁବେଳେ ସାବଧାନ କରାଇବା, ଏଇଟା ୱାଚମ୍ୟାନ୍। ସେଇଟା ପାଇଁ ପ୍ରଭୁ ଆମକୁ ପଠେଇଛନ୍ତି। ନର୍କ ଅଛି କାତାନି ନାହିଁ ହେ ଦେପୁନି ସେ ଦେପୁନି ବୋଲିଲା ଭଳିଆ। ପ୍ରିୟ ଭାଇ ଭଉଣୀ ମାନେ ଏବେ କୋଉଠି ମିଶା ଅଛୁ, କିନ୍ତୁ ମରଲା ପରେ ତ 2ଟା ଜାଗା ଇତି ନହେଲେ ସ୍ଥିତି। ଆଚ୍ଛା କେତେ ଦିନ ପାଇଁ ନାହିଁ ତମେ ସେଠି କେମିତି ଅଛ ଭଉଣୀ? ବେଶୀ ଗରମ ରି ବେଶୀ ଗରମ ଏତେ କଷ୍ଟ ପାରା କଷ୍ଟ ନାହିଁ। ଇତି ହେଲା ଭାଷା କେତେ ଦିନ ରୁ ଆରି ପଚାର ଯା ବୋଲି କହିହବ କି ନାଇଁ? ଏଠିର ଲୋକ ସେଠି ନାହିଁ, ସେଠିର ଲୋକ ଏଠି ନାହିଁ। ସେ କହୁଛି ହେ ପିତା ଅବ୍ରାହମ ଅଲ ପାନି ପାଠାଇ ଦିଅ, ପାଠାଇ ଦେବେ তোর চাকর তো যদি পটাইলা পড়া হলে ଗୋଟେ ବୋଟଲ ପାନି ହେଲେ ପାଠାଇ ଦେ, ଖେଟବ କି ଏତିକି ଗରମରେ ବାଟେ ଆଗ ବାଷ୍ପ ହେଇଯିବ। ସତ ଏବେ ମଝିରେ ପାଣି ସମସ୍ୟା ଥିଲା ଚାରିଆଡ଼େ, ଗରମ ଭୟଙ୍କର ଥିଲା କି ନାହିଁ। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅଛନ୍ତି କି ନା ତାଙ୍କ ନା ରେଖା ନାନୀ, ଦିଲ୍ଲୀରେ କିଏ ଅଛନ୍ତି ରେଖା ନାନୀ। ସେ ରେଖା ନାନୀ କିସ ବୋଲି କହୁଥିଲେ ଜଳ ପହଞ୍ଚିଥାନ୍ତା, କିନ୍ତୁ ଏତେ ଗରମ ସେଥିପାଇଁ ସେ ନଳରେ ଆସିଲା ବେଳକୁ ବାଷ୍ପ। ଦେଖ ଏତେ ଜ୍ଞାନୀ ଲୋକମାନେ କୋଉଠି କୋଉଠି ଥିଲେ। ଆମର ଆଜ୍ଞା କ'ଣ ବୋଲି କହୁଥିଲେ, ପ୍ରଧାନମନ୍ତ୍ରୀ କହିଛନ୍ତି ଓଡ଼ିଶାକୁ ଭାରତରେ ନମ୍ବର 1 ଜିଲ୍ଲା କରିବେ ବୋଲି। ଓଡ଼ିଶା ପୁଣି କ'ଣ ହବ ଭାରତରେ ନମ୍ବର 1 ଜିଲ୍ଲା। କେତେ ବଡ଼ କାମ କି ନାହିଁ, ଜିଲ୍ଲା ହେବ। ସେ ଗୋଟେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ, ମାନେ ସବୁ ଜ୍ଞାନୀ ମାନେ ଆମର ସମୟରେ ମିଳିଛନ୍ତି। ସେ ଯାଇ କ'ଣ କହୁଛନ୍ତି ପଶ୍ଚିମବଙ୍ଗରେ। ପ୍ରିୟ ଭାଇ ଭଉଣୀ ମାନେ ବିଚିତ୍ର ବିଚିତ୍ର ଯାହାର କଥା ନେଇ ସେ କହୁଛନ୍ତି। ବାଇବଲ ଯାହା କହୁଛି ତାହା ଠିକ ଆଉ ସେ ଫାଇନାଲ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ସେ କ'ଣ ବୋଲି କହୁଥିଲେ, स्वामी विवेकानंद ने कहा है तुम मुझे खून दो मैं तुम्हें आजादी दूंगा। ये केबे कहिथिले से कोटी कहिथिले सब भयकार भयकार लोक बना के काटू कम नहीं ज्ञान
କେତେ ଜ୍ଞାନୀ ଲୋକମାନେ। ପ୍ରିୟ ଭାଇ ଭଉଣୀ ମାନେ, ପଖାଳ ସହିତ କ'ଣ ଖାଆନ୍ତି? ଆମେ ତ ପଖାଳ ଖାଉନୁ, ଜଣେ ଖାଆନ୍ତି ପଖାଳ ସହିତ କ'ଣ ଲୁଣ ମରିଚ ଲଗାଇ ପଖାଳ ଖାଆନ୍ତି, ନହେଲେ ଶୁଖୁଆ ପୋଡ଼େଇ କରି ପଖାଳ ଖାଆନ୍ତି, ନହେଲେ ଆଲୁ ବାଇଗଣ ତରକାରୀ କରି ପଖାଳ ଖାଆନ୍ତି, ନହେଲେ ରାତିରେ ବଲକଲା ତରକାରୀ ଭାଙ୍ଗେ ପଖାଳ ଖାଆନ୍ତି। ଏବେ ପଖାଳ କେମିତି ଖାଇଛନ୍ତି? 2,32,00,000 ଟଙ୍କାର ପଖାଳ ଖାଇଛନ୍ତି। ଏଟା କେମିତି ପଖାଳ ହେଲେ ମୁଁ ଦେଖିଲାର ନାହିଁ ତା ଖାରେ ଖା। ପଖାଳ ଯଦି 2,32,00,000 ଟଙ୍କାର ଖାଇଲ ବୋଲେ, ଯଦି କେବେ ବିରିୟାନୀ ବୁରିୟାନୀ ଖାଇଲେ କେତେ ଖାଇବ ତମେ? 200 କୋଟି ତ ଖାଇବ। ଯଦି କେବେ ବିରିୟାନୀ ଦିବସ ହେଲା ବୋଲେ, ନହେଲେ ଛେନାପୋଡ଼ ଦିବସ ହେଲା ବୋଲେ, ନାଇଁ ଆମର ଓଡ଼ିଶାର ଛେନାପୋଡ଼ ଚାରିଆଡ଼େ ବିଖ୍ୟାତ। ଏଥର କ'ଣ କରିବା? ଛେନାପୋଡ଼ ଦିବସ କରିବା। ହଁ, ଲୋକ ଖାଇବାରେ ବ୍ୟସ୍ତ, କିଏ କୋଉ କାମରେ ବ୍ୟସ୍ତ। ନରକ ପାଇଁ କାହାର ଚିନ୍ତା ନାହିଁ। ଲୋକ ପାପ କାମରେ, ମନ୍ଦତାରେ, ଭ୍ରଷ୍ଟତାରେ ମାତିଛନ୍ତି। ନରକ କେ ଦେଖିଛି? କେ ଯାଇକରି ଆସି କହିଲା କି? আসলে তো কইব সে। সেটি গলে কি আশা হচ্ছে? আশা হচ্ছে নাই। সে ধনী প্লান পকাউছি কি নাই? পিতা ଅବ୍ରାହମ ମୋର 5 ଭାଇ ଅଛନ୍ତି, ଥିଲେ କି ସେଲା ନାଇଁ ଟିକେ ଲାଜରକୁ ପଟାଇ ଦିଅ। କାହା କହିଲେ ମତେ ହେଲେ ପଟାଇ ଦିଅ ବୋଲିଲା ଭଳିଆ ଯାଇକରି କହିବି। ଏଥିରେ ନରକ ବୋଲେ ଭୟଙ୍କାର, ଦେଖ ଏଇ ଏଇ ବାବୁ ଏ ଦେ ଶୁଣ, ଯିବୁ ନାଇଁ ଦେখ ସେଠି ଭୟଙ୍କାର ବୋଲି କହିବି ବୋଲି ଭାବୁଛି। କହିଲେ ଆଜି ଇଟ୍ରୁକେ ଯାଇପାରବ? ନାଇଁ ନାଇଁ ଯାଇପାରିବନି। ହେଲେ ଆଜି କାହା କହିଲେ ପଠାଇ ଦିଅ? କାହାକୁ ନାଇଁ ନାଇଁ, କାହାକୁ ପଠାଇବାନି, ଏଟା ପଠାଇଛନ୍ତି। ମଶା ଓ ଭାବବାଦୀ ମାନଙ୍କ ଶାସ୍ତ୍ର ଅଛି, ଶୁଣନ୍ତୁ ପରିବର୍ତ୍ତନ ହୁଅନ୍ତୁ, ନହେଲେ ସେମାନେ ବି ସେଠି ଯିବେ ବୋଲି ଅବ୍ରାହମ କହୁଛନ୍ତି। ଇଟ୍ରୁ ଆଗ ଜାଣିବା ଯେ ନରକ ଅଛି ବୋଲି ସମସ୍ତଙ୍କୁ କହୁଛେ, ସାବଧାନ। ମୋବାଇଲ ଧରବ ସାବଧାନ। କଲୁ ପାତ୍ର ନାତି ଏଟା, ସାଟା ପାଟାଟା ନାହିଁ, ଏଟା ସବୁକେ ବୁଡ଼େଇଛି, ସବୁକୁ କମଟା ଏଟା ଦୁସୁଛି। ଖିড়কিটা କାଲିଆ ମୁଆ ଦୁସୁଛି ଖିড়কিটা। ଅଧା ଲୋକ ଗିଲି ସରିଲା ବେ। আমার ପିଲାମାନଙ୍କୁ ଦେଖିବେ, ଗାଁର ପିଲାମାନେ ରାତି 11ଟା 12ଟା 11ଟା ବେଳେ ମୋବାଇଲ ଧରି ବାହାରିବେ। କୋଉ ବ୍ରିଜ ପାଖରେ, କୋଉ ନାଲ ପାଖେ, କୋଉ ବନ୍ଦ ପାଖେ, କୋଉ ଗଛ ତଳେ। ହଠାତ୍ ଦେଖିଲେ ଲୋକ ଚମକି ଝାଡ଼ା ବାନ୍ତି ହେଇଯିବ। ଏମାନଙ୍କୁ ଆନ୍ଧାରଟେ ଠିଆ ହେଇଥିବେ ମୋବାଇଲ ଧରିକରି। ଏତିକି ଯଦି ରାତି ଯାକ ବୁଲବାର ଅଛି, ଏ ନଗର ନାଳରେ ଯାଇକି ୱାଚମ୍ୟାନ କାମ କରତ, ଗୋଟେ 10-15 ହଜାର ମିଲତା ହେଲେ କାମକୁ ନାହିଁ ଧାମକୁ ନାହିଁ। আমার টকি মনকে দেখবো রাতি বেলে কমল গুড়া ହେଇକି ସେ ଭିତରେ କାତା ହଉଥିବେ। କେବେଲେ କମଲ ଗୁଡାଇ କାତା ହଉ ନିଦ ହେଇଗଲା ବେଲେ ଭୁକଚୁଟି ମରି ଯାଇଥିବେ। କେମିତି ହେଲା ଟକି କେମିତି ମରଲା ବୋଲଲା ବେଳକୁ କମଲ ଢାପି ହେଇକରି ମୋବାଇଲ ଦେଖି ଦେଖି ମରିଛି। କହୁଥିଲି ପରା କାଲି। ଏବେ କରୋନା ଭ୍ୟାକ୍ସିନ ନେଇଛୁ, ଅଦା ଫାପଡ଼ି ହେଲେ ଅଦା ଆଲଜିଛୁ। ଡକ୍ଟର କହିଲା କରୋନା ଭ୍ୟାକ୍ସିନ ନେବାର ଅଛି ନେଇ ଗଲୁ। ଅଦା ମରିଗଲେ କେଉଁ ନାହିଁ ଚୁ ନାହିଁ। ଏବେ ବାକି ଲୋକ ଆଲଜିଛୁ, କିଏ କେତେବେଳେ ଯିବ ଜାନା ନାହିଁ। ଏମିତି ସମୟରେ ଯଦି ଟିଭି ପାଖେ ଆ ଫାଡ଼ି ଦେଖୁଥିବ ରାତି ବେଲେ 2ଟା ବେଲେ ଜୀବନ ଗଲା ବେଲେ ଆଖି ବାଟାରି କରି ମରବେ। ଏଟା କେମିତି ମରବେ? ଆଖି ବାଟାରି ଦିଗରେ ଏମିତି କରି। କ'ଣ ହେଲା ଲୋ? ତୋର ଶାଶୁ ଆଖି ଦେଖି ଦେଖି ମଲା। ରାତିରେ ଟିଭି ଦେଖିଲା ବେଲେ ଲୋ ଜୀବନ ଯାଇଛି ବୋଲବ। ଦେଖ ଆରେ କେଟା ପୁଡ଼ିଆ ଖେପି କରି ମରିଥିବେ। ଏମିତି କେତେବେଳେ ମରବୁ ତ କାହାକେ ଜାନା ନାହିଁ। ଜାନା କି କାହାକୁ କାହାକୁ ଜାଣିଛୁ କେତେବେଳେ ମରବୁ ନାଇଁ? ମୁଇଁ 8ଟା ଅଧେରେ ମରବି ବୋଲେ ଦୁଧା ସଫା କରି ସବୁକେ କହି ହେଲେ ମରି ହେତା। ସେମିତି ଅଛି କି ନାଇଁ? ସଇଲା ବେଲେ ମରିଛି ହେବ। ଆମେ ଦେଖିଛୁ କେତେ ଲୋକ ଗୁଡ଼ାକୁ କେବେ ମରିଛନ୍ତି କି ନାଇଁ? ଗୁଡ଼ାକୁ ପାଟି ପକାଇ ତ ମରି ଗୁଡ଼ାକୁ ଲାଲ ଝରି ଝରି ପୁରା ବିଛଣା ରେଡି ହେଇଯାଇଥିବ। କି ଅବସ୍ଥା! আমার টকি মানে মোবাইল কাতা হতে মরি যেত, হাতে এমতি থিব। পেড়ির পাকাইলা বেলକୁ ଏମିତି ହାତରେ ପକାଏ। କ'ଣ ହେଲା? ଏଇ ଝିଅର କ'ଣ ହେଇଛି? କାଏ ହେଲା ମୋବାଇଲ ଦେଖିଲା ବେଲେ ଜୀବନ ଚାଲିଗଲା। ହାତ ଏମିତି କରି ମୋବାଇଲ କେମିତି ଧରବେ? ଧରବି ଦେଛନ୍ତି। ଏମିତି କରି ଦେଖ, ମିଛ କଥା କହୁନି, ଆଗକୁ ଦେଖ। ଏମିତି ଆକା ଆରେ କେତେ ଲୋକ ପର ସ୍ତ୍ରୀ ସାଙ୍ଗେ ଅନ୍ଧାରରେ କଥା ହେଲା ବେଳକୁ ସ୍ଥିତି ଅଦ୍ରି ଯାଇଥିବେ। ଢାଳେ ସେ ଅଣ୍ଡରା କି ମାଇଜି ପଲାଇବ, ସେ ଅଦ୍ରି ଥିବ। ସ୍ଥିତି
ଖାଇ ହେଲା ଏଠି ରାତି 12ଟା ବେଳେ ଆସିଥିଲା ଅନ୍ଧାରରେ କ'ଣ କରିବା ପାଇଁ ଆସିଥିଲା ଏଠି ଢାଲ ମିଶା ଆଣି ନାହିଁ କ'ଣ ପାଇଁ ବୋଲିଲା ବେଲକେ ସେ ଯାଇଥିଲା ସେଠି ଗ୍ରୁପ ଡାବୁ ଦେବା ପାଇଁ ଗ୍ରୁପ ପଇସା ଦେବାକୁ। ଆଜିକାଲି ଲୋକମାନଙ୍କୁ ଘର ଚଳବା ପାଇଁ ଅସୁବିଧା କାହିଁକି ହେଉଛି? 2-3ଟା ଘର ଚଲାଉଛନ୍ତି ବୁଝିଲେ କି ନାହିଁ? 2-3ଟା ଘର ଚଲାଉଛନ୍ତି ହେଲା ଭାଇ ଅଟୁ ନାହିଁ ତାକେ ମିଶ ଦେଇଥିବେ କେମିତି ଅଛ କିସ୍ କରିବି ନାଇଟି ମନ ଫାଟଲା ଏବେ ବୋଲେ ତାକେ 2ଟା ନାଇଟି ଆଣି ଦେଇଥିବ। ସେ କହିବ ମୋର ଗ୍ରୁପଟା ବାନ୍ଧବା ଯେ ତାକେ ଗ୍ରୁପଟା ବାନ୍ଧିଦେବ। ସେ କହିବ ହେଠି ସେବାଟା ଆସିଲା ବେଳକୁ ଧନ ଟିକେ ଚିକେନ ପକୋଡ଼ା ଆଣିଦେବ ତାକେ ଚିକେନ ଆଣିଦେବ। ଆଣିଲା ବେଳକୁ ଘରେ କିଛି ଡାଲି ପାନିଆ ଡାଲି ଆଲୁ ଭାଜା ଘରେ ତାକେ ଚିକେନ ପକୋଡ଼ା ଏସବୁ ଆଣି ଦେଇକି ସବୁ ଖତମ। ସେଟା ଅଣ୍ଟୁ ନାଇଁ ଗୁଟ ଗୁଟ ଲୋକ 3ଟା ଘର ଚଲାଇଲେ କୋଉଠି ଚଲବ ସେଟା ପ୍ରୋବ୍ଲେମ ସେଠି ଅଛି। ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ଅନୁଗ୍ରହ କରନ୍ତୁ। ଏ ନରକ କଥା କହିଲା ବେଳକୁ ନରକର କଥା ଆମକୁ ଭାରି ପଡୁଛି। ଏସବୁ କରିବା ଲୋକ କୋଉଠି ଯିବେ? ନରକକୁ ଯିବେ। ମସ୍ତ ଖୋଲନ୍ତୁ ଦୟାକରି ଆପଣମାନେ ଦେଖିବେ ପ୍ରକାଶିତ ବାକ୍ୟ 14 ପର୍ବ ତାର 10-11 ପଦ। ହଁ 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 କ'ଣ କରିବ? ଅଗ୍ନି ଓ ଗନ୍ଧକ ଦ୍ୱାରା ଦିବାରାତ୍ର ଯନ୍ତ୍ରଣା ଭୋଗ। କେମିତି ଯନ୍ତ୍ରଣା? ଅଗ୍ନି ଆଉ ଗନ୍ଧକ। ଏ ଗନ୍ଧକ କାହିଁକି? ସେ ଅଗ୍ନିକୁ ଆହୁରି ଜଳେଇବା ପାଇଁ। ସଦମ ଅମରାରେ ଅଗ୍ନି ଆଉ ଗନ୍ଧକ କାହିଁକି ବୃଷ୍ଟି ହେଲା? ଏ ଅଗ୍ନି ତ ଜଳବ ସେ ଅଗ୍ନିକୁ ଆହୁରି ଜଳେଇବା ପାଇଁ। ଏବେ ନିଆଁ ଲାଗୁଥିବ ପେଟ୍ରୋଲ ପକାଇଲେ ଆହୁରି ଜଳବ। ନିଆଁ ଜଳୁଥିବ ଆହୁରି ଲୁଣ ପକାଇଲେ ଲୋକମାନେ ଯୋଉ ମଡ଼ା ପଡ଼େଇବେ କି ନାହିଁ କେମିତି ପଡ଼େଇବେ? ନିଆଁ ତ ଲାଗୁଥିବ ଲୁଣ ବସ୍ତା ଗୋଟେ ନେଇଥିବେ ସେ ଲୁଣ ମାରି ମାରି ପଡ଼ଉଥିବେ ତାକୁ ଲୁଣ ମାରି ମାରି। ଥରେ ମୋର ସାଙ୍ଗର ଆଈ ମରିଗଲା ମୁଁ ଯାଇଥିଲି ପଡ଼ାଇବା ଏଠି କଲେଜ ସାଙ୍ଗ ତ ଯାଇଛୁ କି ନାହିଁ ସବୁ ପଲାଇଲେ ଏ ତାର ଆଈ ପାଇ କାନ୍ଦି କାନ୍ଦି ତା ସାଙ୍ଗେ ମୁଇଁ ବସିଛି ପଢୁଛି 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 ତାପରେ ନୁନ ଫିଙ୍ଗି ଦେଲା ତ ସେ ଛକିନା ବସଲା ଏ କାନ୍ଦୁ ଡେଗାଇ କରି ଆଗେ କାହିଁକି ଏ ସିଧା ପ୍ରସିଧା ଟାଣି ହବ କି ନାହିଁ? ଟାଣି ହବ ଏଟା ମୁଣ୍ଡ ଟେକି ହେଉଛି ହାତ ଗୋଟ ଝିକି ହଉଛି ସବୁ ଛକିନା ଡେଗାଇଲା କାନ୍ଦା ଖାଲି ପଡିଲା ବେଗିଆ କୁନା ବେଗିଆ ପଳେଇଲୁ ସେ କେମିତି ପଡିଲା ପଛେ ପଡିଲା ତାକୁ ଜାନା ସକାଳେ ଆସି ପଳେଇଲୁ। ପ୍ରିୟ ଭାଇ ଭଉଣୀ ମାନେ ଏ ଅଗ୍ନି ଆଉ ଗନ୍ଧକ କ'ଣ? ଅଗ୍ନି ଗନ୍ଧକ ଥିବ ସେଠି ଆଉ ଦିବାରାତ୍ର ଯନ୍ତ୍ରଣା ନାଇଁ 8 ଘଣ୍ଟା ଲାଗା ଡ୍ୟୁଟି ଥିବ ଆଜି 8 ଘଣ୍ଟା ଯନ୍ତ୍ରଣା ପାଇବ ତାପରେ ରେଷ୍ଟ ଥିବ। ହେ ନା 8 ଘଣ୍ଟା ଆଜି କ୍ଷତି ହେଲା କାଲିକେ କେମିତି 8 ଘଣ୍ଟା କାଟ ପାରବେ ସେମିତି ନାହିଁ। କ'ଣ? ଦିବାରାତ୍ର ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବା ଜାଗା ଅଛି ନରକ ଅଛି। ଏଟା ଗୋଟେ ଜାଗାରେ ଲେଖା ହେଇନି ସବୁ ଜାଗାରେ କିନ୍ଦ୍ରି କିନ୍ଦ୍ରି ଲେଖା ହେଇଛି। ମୁଁ କାହିଁକି ଆପଣ ମାନେ କହୁଛି ଆପଣ ଦେଖିବେ ପ୍ରକାଶିତ ବାକ୍ୟ 19 ପର୍ବ ତାର 20 ପଦ 19-20 ପଶୁ ଧରା ପଡ଼ିଲା। ହଁ 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 କେମିତି? ଗନ୍ଧକ ପ୍ରଜ୍ୱଳିତ ହ୍ରଦ। ନରକ କେମିତି ଥିବ? ଗନ୍ଧକରେ ପ୍ରଜ୍ୱଳିତ ହଉଥିବା ହ୍ରଦ। ଏବେ ପାନି ଯେ ଟୁବୁକ ଟୁବୁକ ଖେଳୁଛୁ କି ନାହିଁ? ବିଚରେ ଯାଇକରି ଖେଳୁଛୁ। ଆଜିକାଲି ଲୋକମାନେ ପାନି ଖୋଜି ବୁଲୁଛନ୍ତି। କୋଉ ପାହାଡ଼ରୁ ଟିକେ ପାଣି ଆସିଥିବ କି ନାହିଁ? ପୁଟି ସିଲ୍ କି ସିଲ୍ ମନେ ଅଛି କି ନାହିଁ? ପୁଟି ସିଲ୍ ଆରେ କି ସିଲ୍ ମନେ ଅଛି ମାନେ ଟିକେ ପାଣି ସେ ପାଣି ଦେଖିବାକୁ ଭାରି କାବା। ମୁଇଁ ସେ ଗୋଟେ ଦିନ ପଳେଇଥିଲି ମକୁ କହିଲେ ଯିବା ଦେଖବା ସେ ପର୍ବତରୁ ପାଣି ଝୁର 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 ଆସୁଛି। ଖାକେ କହିବି ଲାଜ କଥା ଏଟା ପର୍ବତରୁ ଟିକେ ପାଣି ଆସିବ ସେଟା ଦେଖିବା ପାଇଁ ଗାଡି ଭଡା କରି ଯାଇଥିବା ସେଠି ରାନ୍ଧି ଖାଇବାକୁ ଜାଗା ନାହିଁ। ସେଟା କ'ଣ ପୁରା ଯାଇଛନ୍ତି ସବୁ ସେ ଯାଇକରି
ଚାରିଆଡ଼େ ଗନ୍ଧ ପୁରା ଗନ୍ଧ ନାହିଁ। ବଟା ବଟି ମାନେ ଯାଇଛନ୍ତି ଦୂରରୁ ଯାଇଥିବେ ସେଠି ଗାଧେଇବା ପାଇଁ, ସେ ସବୁ ଛାଡ଼ା ଯାଇଛନ୍ତି ଚାରିଆଡ଼େ, ସେ ବାଟୁ ପାଣି ବୋଲି ଆସୁଛି, ସେଟା ଦେଖିବାକୁ ଯାଇଥିବା। ଓହୋ, ଏବେ ଏ ହ୍ରଦ ମାନେ ଦେଖିଛନ୍ତି, ତେବେ କୋଉ ହ୍ରଦ ଦେଖିବେ? ହଁ, ଏବେ ଚିଲିକା ଯାଉଛୁ ଆମେ, ବିଚ୍ ମାନଙ୍କୁ ଯାଉଛୁ, ଯାଅ ପରେ କୁ ବିଚ୍ ଆସିବ? ଅଗ୍ନି ବିଚ୍। କେତେ ଦିନ ପାଇଁ ସେଠି? ଅନନ୍ତ କାଳ ପାଇଁ। କେତେ ତମେ ନାଚବ ନାଚ ସେଠି। ଏବେ ଟିକେ ଏ 70 ବର୍ଷ ଜୀବନରେ ଟିକେ ପାପ କର ନାହିଁ, ସ୍ୱର୍ଗକୁ ଯିବ ବୋଲେ ଆମେ କରବୁ, ଆମର ଇଚ୍ଛା। ତମେ କହିବା କେ ସ୍ତ୍ରୀ ଯଦି କହିବ କାହିଁକି ମଦ ପିଉଛ, ଏ ଦେ ମୁଇଁ କମାଇ ମୁଇଁ ପିଇଲିନି, তোর বুয়ার ডবুকে মুই না পিই বলবো। সে ঝিও মান কব এলো কাকু কথা হচ্ছু, মোর ইচ্ছা, কাকু কথা হেবি, তুই মা ହେଇଛୁ মা পরা থা বেশি হচ্ছু, ପିଲାମାନଙ୍କୁ କହି ହେବ ନାହିଁ, ତାଙ୍କର ଇଚ୍ଛା হবে ସେଟା, ବୁଝିଲା କି ନାହିଁ? ଏ ଚିକେନ ପକୋଡ଼ା ଖାଇ ସଣ୍ଡ ପରା ହେଇଛନ୍ତି, ଆଙ୍କୁ କାତା ମିଶା ହେଇ ହେବ ନାହିଁ। ତ ଏ ଅବସ୍ଥାରେ ଯାହାର ପାଇଁ ସେ ଚାଲେଇଛୁ ଆମେ, ପାପ କରିବାକୁ ଡୋର ମିଶା ନାହିଁ। ଜଗତର ଲୋକ ପାପ କଲେ ଚଳିବ, ଏ ମଣ୍ଡଳୀ ଭିତରେ ତ ପାପ ଚାଲିଛି। କେମିତି ଚାଲିଛି ଏଟା ଶିଖିବା ନାହିଁ, ନର୍କ ବୋଲବାଟା ନାହିଁ। ଲାଷ୍ଟ ଟାଇମ କେବେ ନର୍କ ବିଷୟ ଶୁଣିଥିଲ? ନର୍କ ବିଷୟ କେବେ ଶୁଣିଥିଲ କି? ଆଜି ମୁଁ ଶୋଇ କରି ଭାବୁଥିଲି ଏମାନଙ୍କୁ କିଟା କହିବି, ବେଶ ବାବୁ ତ କହିଦେଲା ଉପରେ ଟିକେ କୁହ ବୋଲି କରି, ହେଲେ ଏବେ ଡାକବେ ତେବେ ଡାକବେ ତେବେ ଡାକବେ ବୋଲି ଆକିଲି ବି କରି ଖଟରେ ଡୁଲିଛି। ନିଦ୍ରେ ଶୋଇ ହେବ ତାକେ, ଯଦି କେ ତମକୁ ଡାକବାର ଥିବ ନିଦ୍ରେ ଶୋଇ ହେବ। ଯଦି ସନ୍ଧ୍ୟାରେ ନଥାନ୍ତା ବୋଲେ ଦେଖିଥାନ୍ତ କମଲ କମଲ ଗୁଡ଼ା ହେଇକରି ପୁରା ଫ୍ୟାନକୁ ପୁରା 4 କି 5 କରିଦେଇ ଏସି ଲଗାଯାଇ ବୁଝିଥାନ୍ତ, 6ଟା ହେଲେ ଚା ପିଇକି ଆସତୁ କି ନାହିଁ। ଏବେ ଡାକବେ ତେବେ ଡାକବେ ବୋଲି ନିଦେ ମିଶା ନାହିଁ। ଭାବଲା ବେଳକୁ ଭାବୁଛି କ'ଣ ପ୍ରଚାର କରିବି ବୋଲା ବେଳକୁ ପ୍ରଭୁ କହିଲେ ଯାହା ନର୍କର ବିଷୟରେ ଟିକେ କହ, କାରଣ ଖାଇଲା ପରେ ନିଦ ଲାଗିବ କି ନାହିଁ, ସେତେବେଳେ ନର୍କ ବିଷୟ କହିଲେ ନିଦ ଆଇବ ନାଇଁ। ନିରାମେ ଯାହାରି ନର୍କର କଥା କହ ବୋଲାରୁ ଟିକେ ନର୍କର କଥା କହୁଛୁ। ନର୍କର କଥା ମିଶା ଆମେ ଦାନ ଦେଖା ଦେଖା ଶୁଣୁଛୁ। ଭାବି ଦେଖ କ'ଣ ପାଇଁ ଆମେ ନର୍କରୁ ବଞ୍ଚିଛୁ। ନର୍କ ବିଷୟ ସତର୍କ ହେବା ଦରକାର। ଆଉ ଦେଖିବେ ରାସ୍ତାରେ ଲେଖା ହେଇଥିବ ଏଟା ବୁଲାଣିଆ ରାସ୍ତା, ଧୀରେ ଚଲାନ୍ତୁ। এটা ନାଇକି ବ୍ରିଜ କାମ ଚାଲିଛି, ଧୀରେ ସତର୍କ କରାଇବା ପାଇଁ, ଆପଣମାନଙ୍କୁ ମଧ୍ୟ ସତର୍କ କରାଇବା ପାଇଁ ଏଟା କୁହାଯାଉଛି ଯେ ନର୍କ ଅଛି ଆଗରେ, ଆଗରେ ନର୍କ ଅଛି, ଆମେ ସାବଧାନ ହେବା ଦରକାର ଅଛି। କେମିତି ଜାଗା? ଗନ୍ଧକ ପ୍ରଜ୍ୱଳିତ ହ୍ରଦ। ଯଦି ଆପଣ ଜିହୁଦା ପୁସ୍ତକ ଦେଖିବେ ତାର 13 ପଦ, ଜିହୁଦାଙ୍କ ପୁସ୍ତକ ତାର 13 ପଦ। ହଁ 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 ହଁ, ଏମାନେ କୋଉଠି ରହିବେ? ଘୋର ଅନ୍ଧକାରରେ ଚିରକାଳ ରହିବେ। ଏମାନେ ଉଜ୍ଜଳ ଜାଗାରେ ନାଇଁ ନିଆରି, ଘୋର ଅନ୍ଧକାର ପୂର୍ଣ୍ଣ ଜାଗାରେ ରହିବେ। ମୋର ପ୍ରିୟ ଭାଇ, ଅଳ୍ପ ଦିନ ପାଇଁ ନାହିଁ, ଅନନ୍ତ କାଳ ପାଇଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ବୁଝିବା ପାଇଁ। ହେଲେ କେଉଁମାନେ ଏ ଦଣ୍ଡ ପାଇବେ? ଏ ଦଣ୍ଡ କେଉଁମାନେ ପାଇବେ? ପ୍ରଥମ ବିଷୟ ପ୍ରକାଶିତ ବାକ୍ୟ 20 ପର୍ବ 10 ପଦ। ଏ ଦଣ୍ଡ କେଉଁମାନେ ପାଇବେ? ପ୍ରକାଶିତ ବାକ୍ୟ 20 ପର୍ବ 10 ପଦ। ହଁ, କିଏ ଯିବ ସେଠି? ଦିଆବଳ ମାନେ ଶୈତାନ, ଯୋଉ ଦିଆବଳ ସେ ଯିବ ସେଠି। ହେଲା, ପଢନ୍ତୁ। ହଁ ହଁ ବାସ୍, କିଏ କିଏ ଅଛନ୍ତି? ଦିଆବଳ, ପଶୁ, ଆରେ ଭଣ୍ଡ ଭାବବାଦୀ। ଏବେ ଲୋକମାନେ ପଶୁ ପରା କାହିଁକି ହେଉଛନ୍ତି? ଲୋକମାନେ ପଶୁ କାହିଁକି? ସେ ପଶୁର ଆତ୍ମା ଏମାନଙ୍କ ଭିତରେ ଏବେ କାମ କରୁଛି। ନହେଲେ ସାନ ସାନ ଝିଅ ମାନଙ୍କୁ, ବେଶୀ ନାହିଁ, ଏ 10 ବର୍ଷ 12 ବର୍ଷ 7 ବର୍ଷ ଝିଅ ମାନଙ୍କୁ ଏମାନେ କ'ଣ କରୁଛନ୍ତି? ଶାରୀରିକ କଷ୍ଟ ଦେଇ ତାକୁ ମାରି ଦଉଛନ୍ତି। ଏଟା ମଣିଷ କରିପାରିବ କି? ଏଟା ପଶୁ ଆକା କରିପାରିବ। ବାପାକୁ ମରତେ ମାରି ପାରିବ କି ପୁଅ? ଏଟା ପଶୁ ହେବା ଲଗା କରିପାରିବ। ସ୍ତ୍ରୀକୁ କୁଟକୁଟା ମାରି ପାରିବ କି? ମାରି ଦେଇ ପାରିବ? ପଶୁ ଆକା କରିପାରିବ ସେଟା, ପଶୁ। ଲୋକମାନଙ୍କୁ ରାସ୍ତାରେ ପିଟି ପିଟି ଗୋଟେ ଭିଡ଼ ମାରି ଦଉଛନ୍ତି। ଗୋଟେ ଲୋକ ବଞ୍ଚାଇ ପାରିବୁନି, ଆମେ କେମିତି ମାରି ପାରିବୁ?
किए एमती काम कर पशु तो एबे से पशुर आत्मा काम करुच्ची से दिन से पशु शासन करने जगत से देखिए सबू लोक मैंने पशु परा कार्यकलाप गुड़ाक पशु परा मनीष परा थे कि पशु पलटि पशु परा काम करेंगे से तो से किए थी से शैतान थी पशु थी आ भंड भाववादी थी आज जो लोक भ्रांत शिक्षा दूसरी से भंड भाववादी आत्मा टी कम करुच्ची से भंड शिक्षा दूसरी प्रभु जीशु मत आगु सतर्क कर भंड भाववादी सावधान थाओ एमाने केदी आसबे मेंढा बेस आसबे किंतु हिंसक जंतु थे से आसबे मंडली शिक्षा देवाई किंतु उद्देश्य कौन मंडली को गठन करवा नहीं मंडली को भग्न करवा छिन्न छिन्न भिन्न ये काम मोर प्रिय भाई भौणी मैंने किए थे दियाबल पशु आ भंड भाववादी द्वितीय पितर 2 पर्व 4 पद द्वितीय पितर 2 पर्व 4 पद हाँ हाँ किए जीवे पतित दूत माने जो दूत माने पतित होते जो दूत माने से दिन लुसिफर कथा मानिक आसी से दूत मान जो विद्रोह कला से दिन प्रभुंकर छामुरु ता सहित जो मैंने पतित होते से पतित दूत माने भी तार संगे थे ए माने तो थे थे तापर से किए जीवे मैथ्यू 5 पर्व 30 पद मैथ्यू 5 पर्व 30 पद हाँ ये क्या कह मनीष को कह मनीष मान के मान जी जे मान चक्षु रे पाप करें चक्षु रे पाप करेंगे से माने जी किए जी मनुष्य माने केमती जीवे स्व शरीर रे जीवे भाई भौणी मैंने शुणी था स्वर्ग जीवाई मिसा गोटे शरीर दरकार नरक जीवाई भी गोटे शरीर दरकार बिना शरीर रे ना नरक जाइब ना स्वर्ग जाइब खाली आत्मा आगा जीव नहीं शरीर भी जीव जो शरीर में मु पाप करी से शरीर नहीं मु नरक को जीवी आ जो शरीर को मु पवित्र रखी से शरीर को नहीं स्वर्ग को जीवी बिना शरीर नहीं से तो शरीर पुनरुत्थान हम मला लोकर पुनरुत्थान कहीं हम शरीर सहित जे से शरीर सहित से सुख भोग करने प्रभु को राज्य को जीव से शरीर सहित से नरक को जीव दंड भोग करते शरीर दरकार आप तो देखिए मैथ्यू 10 पर्व 28 पद मैथ्यू 10 पर्व हाँ 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 कौन करेंगे शरीर आत्मा ए दुईटा कौटी जीव नरक को जीव शरीर भी जीव आत्मा जो लोक तर आत्मा को आकट करी नहीं पाप करने से शरीर नहीं जीव आत्मा नहीं मध्य जीव प्रिय भाई भौणी माने ए दंडर परिणाम भयंकर थी शेष ये सारे चाहे आज संध्यार बाइबल शिक्षा सारे चाहे से अनंत काल से दंड थी 2 दिन 4 दिन ना तेणु आज आम पाप करवा पूर्वर सावधान होबार अच्छे सतर्क थी अच्छी श्रद्धा लगुच कहबार नहीं मिछ कह भल लगे कि नहीं केते बढ़िया लगबो हे देपुनी से देपुनी आ लोक शुणुले अधिक श्रद्धा ही कही हम को कहीदेली अलप मत जड़े कहते आज्ञा मिछ कहवा द्वारा जदि जड़े लोकर मंगल हो 100टा सत ठारू मत भल आज्ञा बोलता कुशास्त्र पढ़लु तुई बाइबल तो नहीं मिछ कहवा द्वारा जदि कार मंगल हो 100 ठारू मत भल से लोक मिछ कथा कहते हे देपुनी से देपुनी आमे तो मिछ कथा कह 2 हाथ आगे नानी ए नानी लो साग दे लो हे दे
কড়ে সফা করে দিলি লো এ দে কড়ে সফা কলি কড়ে না সফা কলু লো কড়ে সফা করবা পূর্বরু গিনারে কাটি রখলু কি নাই সেটা কেউ নাই কড়ে দেখে দি খসি যাবি বলতেছে মা মানে চিনি মাগলে কোন বলে কৌছু নাই রি নাই সরি গলা অলপ ডাবাই রইলা ঝাড়ি করি চা করি পিলু দেখলা বলে ডবারে ওধা থিব কেমতি ডবারে কাটবে বড় ডবা থিব বড় ডবারু সান ডবা সে সান ডবা দেখা হচ্ছে বড় ডবা লুচাই করি কম চালা কামে মা মানে বেলে বেলে দাঁত কাটি কে মাগবে কইবে কি নাই এটা দাঁত নলপ দে নাইলো সরি গলা শুক্লাটা থিলা বতরাই করে চাবলি বলবে কবাট করবার পেন্টা থিব কি নাই থিব থিব কଣ কইব এ বর্ষা আন্ধারে মুই কুই খোঁজবাকে ଯିବି তাকে দেবী বললে মুই কুই ଯିବି কইথান্ত ଅଛି লো দেবী নাই মতে দরকার ଅଛି সত কথা হলে তাকে নাই সেটা নাই মিছ চল আসলো নাই কাହିଁକି আজ্ঞা ভয়ঙ্কর বথা চিকি ଦେଇଥିଲା বল বলি ଦେଖିଦେବ ଆଜ୍ଞା ଆଜ୍ଞା ଡାଉଟ୍ କଲେ করবে নাই সে জানছে তুমি সত কথা কইবি বলি করিবে না বাইবেল কোন কହୁଛି প্রকাশিত বাক্য 22 পর্ব 15 পদ কুকুর মানে মায়াবী ব্যভিচারী নরঘাতক প্রতিমা পূজক মিথ্যা প্রিয় কোট রহবে বাহারে বাহারে বলে কোন অন্ধকারে পকা যাবে রোদন দন্তর কিড়ি মিলব সেটা হচ্ছে বাহারে কে যাবে বাকি তো যাবে যাবে এ মিছ কইবা লোক মিশা সে আগକୁ মিছ কইলা বেলକୁ ଟିକେ সাবধান থিবার আছে সাবধান যে মানে ফোন রে কথা হতবে হ্যাঁ হ্যালো ওই হ্যাঁ কুহ ধন বসন্ত সাଙ୍ଗে কথা হউথিব মা দেখু দেউ হ্যাঁ কল বাসন্তী ক কাহাକୁ কথা হউতিলা এবে তো বসন্ত সাଙ୍ଗে ধন ধন বলুতিলা এবে কোন সাঙ্গে সাঙ্গে মা দেখি দুকো বাসন্তী হয়ে গলা সে কাহাକୁ কথা হতো কে নাই এ বিজনেস বিষয়ে কথা হউতিলি ইটা ভাটি তো দুই গাড়ি ইটা নেবি বলি কৌথিলা বলতো দেখলা ইটা কথা নেই আরি বিন কথা হউতিল সে মিচ মিচাকা আগକୁ সাবধান নরক ଅଛି এটি কে জীব মিছ কইবা লোক জীব প্রভু আমাকে অনুগ্রহ করন্তু আজ বসলা বেলকু কারণ বাইবেল লোপ পাইবনি প্রকাশিত বাক্য 21 পর্ব 8 পদ পড়ন্তু 21:8 যেমন ভীরু অবিশ্বাসী ঘৃণ্য কলঙ্কিত নরঘাতক ব্যভিচারী মায়াবী প্রতিমা পূজক সেমানে সমস্ত মিথ্যাবাদী অগ্নি আউ গন্ধক প্রজ্বলিত হ্রদ আমি দেখুছিল অগ্নি গন্ধক হ্রদরে স্থান পাইবে কে সমস্ত মিথ্যাবাদী ভীরু ভীরু বলে প্রভুঙ্ক পাই ডরবা লোক তাড়না আইলে ডর দুঃখ আইলে ডর প্রভুঙ্ক পাই ডরি করে অছতি নাই প্রার্থনা ଯିବାର নাই গলে বলে মারি দেবে প্রার্থনা গলে ইয়াকু ভীরু বলি কইবে মারি দেলে শরীরକୁ মারি দেবে কিন্তু প্রভু কହୁଛନ୍ତି কাহাକୁ ডরব যে তোমার শরীরକୁ আত্মাକୁ নরকর নিক্ষেপ করবে তাকে ডরব আজি বাক্য শুনলা বেলে সাবধান হবার আছে পাপ তো পাপ আকা পাপ করে স্বর্গକୁ যাই হবে না নরক ଅଛି ଆଉ ସବୁଦିନ ପାଇଁ ସେଟା 2-4 ଦିନ ପାଇଁ ନାହିଁ ମାଥ୍ୟୁ ତାର 25:46 ପଦ ଯଦି ପଢିବେ ମାଥ୍ୟୁ 25 ତାର 46 କଣ କରିବେ ଅନନ୍ତ ଶାସ୍ତି ଅନନ୍ତ ଜୀବନ ଅନନ୍ତ ଶାସ୍ତି ଅଛି ଅନନ୍ତ ଜୀବନ ବି ଅଛି ନରକ ଅଛି ନରକର ଦଣ୍ଡ ବି ଅଛି
ଏବେ ବିଚାର ହେଇନାହିଁ ତା ସେଥିପାଇଁ ଆମେ କ'ଣ ଭାବୁଛୁ ଚଳିବ ବୋଲି ଭାବୁଛୁ ଚଳିବ। ସେଦିନ ମରିବା ସାଙ୍ଗେ ସାଙ୍ଗେ ଲାଜର କୋଉଠି ଯାଉଛନ୍ତି ଅବ୍ରାହମଙ୍କର କଳକୁ ଯାଉଛନ୍ତି ଆଉ ଧନୀ ଅଗ୍ନି ମଧ୍ୟକୁ ଯାଉଛନ୍ତି। এটা ফাইনাল জায়গা নাই সেটা সিট্রু পেরমানেন্টକୁ ଯିବେ ପରେ କ'ଣ କରିବେ ଚୋର ଧରା ପଡ଼ିଲେ ପ୍ରଥମରେ କୋଉଠି ନେଇ ଚପେ ତାକୁ ପୋଲିସ ଷ୍ଟେସନରେ ନେଇକି ଚପେ କୁଟକୁଟା ତାପରେ ଜେଲ ହବ ତାପରେ ଜେଲ ହବ। এটা ସେମିତି ଜାଗା ପ୍ରଭୁଙ୍କ ଲୋକମାନେ ଆତ୍ମା ଯେ ସୁରକ୍ଷିତ ଜାଗାରେ ରହିବା ଜାଗା ହେଉଛି ପାରଦୀସ ସେଠି ଯାଇକି ରହିପାରିବ। ସେ ଚୋର ଯେ ମନ ପରିବର୍ତ୍ତନ କଲା ସେ କୋଉଠି ଯାଉଛି ପାରଦୀସକୁ ଯାଉଛି ଯୋଉଟାକି ଧାର୍ମିକ ମାନଙ୍କର ଆତ୍ମାର ରେଷ୍ଟ ନେବା ଜାଗା ସୁରକ୍ଷାର ଜାଗା ସେଇଠିକି ସେ ଯିବ ପରେ ସେ ପ୍ରଭୁଙ୍କ ରାଜ୍ୟକୁ। ତ ଏବେ ମରିବା ସାଙ୍ଗେ ସାଙ୍ଗେ ମିଶା ସେ ମାଟିରେ ନାହିଁ ମରିବା ସାଙ୍ଗେ ବି ମାଟିରେ ନାହିଁ ତାର ଶବ ଥାଉ ଥାଉ ଆକା ଦୂତ ମାନେ ତାକୁ ବହି କରି ସାଙ୍ଗେ ସାଙ୍ଗେ ନେଇଯିବେ ତାକୁ କବର ଦେବା ପୂର୍ବରୁ ଆକା ଯାଇ ଆନାଉନ୍ସ ହଉଥିବ ଦୁଃଖାଧର ହେଇକରି କାନ୍ଦୁଥିବ। ଆମେ ତାର ପାଇଁ କେତେ ବାକ୍ୟ କେତେ ଶିକ୍ଷା ଦେଖିଲା ନରକ ପଳେଇଥିବ ସେ। ଏଇ ଜଣକ ବହୁତ ଭଲ ଲୋକ ଥିଲେ ବହୁତ କାର୍ଯ୍ୟ କରିଛନ୍ତି ମଣ୍ଡଳୀ ପାଇଁ ଦାନ ଦେଇଛନ୍ତି ଓ ପ୍ରଭୁଙ୍କ ଦାସମାନଙ୍କୁ ସବୁବେଳେ ଖାଇବା ପିଇବା ଦେଉଥିଲେ ଏତେ ଭଲ ଲୋକ ଥିଲେ ବୋଲା ବେଳକୁ ସେ ଯେ ଆବା ମରିଗଲି ଏବା ଆନା ଆନା ହେଉଥିବ ଏବାଟେ ଆମେ ତାର ପ୍ରଶଂସା ଚାଲାଇଥିବ। ସେ ଗରିବ ଲୋକ ମରିଗଲା ତାକୁ କବର ଦେବା ପାଇଁ 5 ନିମିଷ ମିଳିବେନି ସେ ଗୁରୁକୁ କହିଦିଅ ସେ ଦେଇଦିଅନ୍ତୁ ନହେଲେ ସେ ପ୍ରାଚୀନ ଦେଇଦିଅନ୍ତୁ ବୋଲିଲା ଭଳିଆ ତାକୁ କବର ଦେବା ପାଇଁ ୟାକୁ କିଏ କବର ଦେଇଥିବ ଲାଜରକୁ ଭାବି ଦେଖ ସେ ତ ବଞ୍ଚିଥିଲା ବେଳେ ତାର ଘା କୁକୁର ମାନେ ଆସି ଚାଟୁଛନ୍ତି ଫାଟ ପାଖରେ ପଡ଼ିଛି ତାକୁ ପଚାରବା ପାଇଁ ଲୋକ ମିଶା ନାହିଁ ତାକୁ କିଏ ଭଇ ନେଇଥିବ ଦେହ ଯାକ ତ ଘାଇ ଦୁର୍ଗନ୍ଧ ହଉଛି କିଏ ନେବ ତାକୁ କବର ଦେବା ଲୋକ ନଥିବେ ମୁଇଁ ଭାବୁଛି। କିନ୍ତୁ ଧନୀ ଲୋକ ଇଏ ବାପରେ ପ୍ରୋସେସନ କରି ତାର ଶୋକ ସଭାରେ କେତେଟା ବେଳେ ଖାଇବାକୁ ଦେଇଥିବେ କି ଗୋଟେ 4ଟା ବେଳେ ପୁରା ଖାଇଥିବେ କାହିଁକି 50-60 ଲୋକ ତ କହୁଥିବେ ମୁଁ ଟିକେ କହିବି ଆଜ୍ଞା କହିବି ସାର୍ ମୋର ବି ଟିକେ କହିବାର ଅଛି ଦିନେ ମୋର ବହୁତ ଅସୁବିଧା ଥିଲା ମୋର ଝିଅର ସ୍କୁଲ ଫିସ୍ ବାନ୍ଧବାକୁ ନଥିଲା ଏ ଆଜ୍ଞା ଦେଇଥିଲେ ବହୁତ ଭଲ ଲୋକ ଆମର ଚର୍ଚ୍ଚରେ ଯେଉଁ ଘଣ୍ଟା ଦେଇଥିଲେ ଏ ଆଜ୍ଞା ଦେଇଥିଲେ ପ୍ରଭୁଙ୍କ ଦାସମାନଙ୍କୁ ସେ କୋମଳ ଘେନି ଦେଇଥିଲେ ବୋଲି କେତେ ଷ୍ଟୋରି କହିଥିବେ ତାର କଥା ମୁଁ ଖାଲି ଭାବ ବୋଲି କହୁଛି କାରଣ ଧନୀ ଲୋକ କି ନାହିଁ ଧନୀ ଲୋକ ମରଲେ ଗାଁ ଯାକ ଲୋକ ଯିବେ ଗରିବ ଲୋକ ମରଲେ ବର୍ଷା ହେଉଛି ଖସଡ଼ା ହେଇଛି ଚାଲି ହେବ ନାହିଁ କେତେ ବାହାନା। କିନ୍ତୁ ଏଇ ବ୍ୟକ୍ତି ଜଣକ ଯେ ପ୍ରଭୁରେ ଥାଇ ମରିଛି ଦୁଃଖ କଷ୍ଟରେ ମରିଛି ରୋଗରେ ମରିଛି ମାତ୍ର କୋଉଠି ଯାଇଛନ୍ତି ଅବ୍ରାହମଙ୍କ କୋଳକୁ ଯାଇଛନ୍ତି। ମନେ ରଖିଥାନ୍ତୁ ଦୁଇଟା ବାସ୍ତବ ସ୍ଥାନ ଅଛି ମଲା ପରେ ଅନନ୍ତ କାଳ ସ୍ୱର୍ଗରେ ଅନନ୍ତ କାଳ ନରକ ରହିବାର ଅଛି ସ୍ୱର୍ଗ ବି ଅଛି ନରକ ବି ଅଛି। ଆମେ କ'ଣ ପାଇଁ ପ୍ରସ୍ତୁତ ହେଉଛୁ ଆମେ ଜାଣିବାର ଅଛି। ଚକ୍ଷୁ ବନ୍ଦ କରିବା ପଦେ ପ୍ରାର୍ଥନା କରିବା। ପ୍ରିୟ ଭାଇ ଭଉଣୀ ମାନେ ବାଇବଲ ଆମକୁ ଯଥେଷ୍ଟ ଶିକ୍ଷା ଦିଏ ନରକ ବିଷୟରେ ବାଇବଲ ଆମକୁ ଶିକ୍ଷା ଦିଏ ସ୍ୱର୍ଗ ବିଷୟରେ ଅନନ୍ତ ସୁଖ ଅନନ୍ତ ଦଣ୍ଡ ବିଷୟରେ ବି କୁହେ। ଟିକେ ପ୍ରାର୍ଥନା କରିବା ଚକ୍ଷୁ ବନ୍ଦ କରିବା ପ୍ରଭୁଙ୍କ ପାଖକୁ ଯିବା। ଭାଇ ଭଉଣୀ ମାନେ ନରକ ଅଛି ନରକ ଅଛି। ଲୋକମାନେ ଆଜିକାଲି ଥଟ୍ଟା ପରିହାସ କରୁଛନ୍ତି ନରକ କିଏ ଦେଖିଛି ସ୍ୱର୍ଗ କିଏ ଦେଖିଛି ନରକରୁ ଆସି କିଏ କହୁଛି ସ୍ୱର୍ଗରୁ କିଏ ଆସି କହିଲା। ଅନେକ ପ୍ରକାର ଭିଡ଼ିଓ ଗୁଡ଼ାକ ପୋଷ୍ଟ କରିଥାଉଛନ୍ତି ଅନେକ ଗୁଡ଼ାକ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥାଉଛନ୍ତି ଫେସବୁକରେ ପୋଷ୍ଟ କରିଥାଉଛନ୍ତି ନରକ ନାହିଁ ମିଛ କଥା ସ୍ୱର୍ଗ ନାହିଁ ମିଛ କଥା। ସେମାନେ ବାଇବଲ ପଢ଼ି ନାହାନ୍ତି ବାଇବଲ ଯଦି ପଢ଼ିଥାନ୍ତେ ଶାସ୍ତ୍ର ଯଦି ପଢ଼ିଥାନ୍ତେ ତେବେ ଜାଣିଥାନ୍ତେ ନରକ ଅଛି ସ୍ୱର୍ଗ ମଧ୍ୟ ଅଛି। ମୋର ଭାଇ ଭଉଣୀ ମାନେ ଆଜି ବାକ୍ୟ ଶୁଣିବା ସମୟରେ ଆମେ ସମସ୍ତେ ଅଳ୍ପ ସମୟ ଆମର ଜୀବନକୁ ସମୀକ୍ଷା କରିଦେବା। ମୋର ଜୀବନରେ ସେମିତି କିଛି ଅଦରକାରୀ ବିଷୟ ଅଛି କି ପାପ ଅଛି କି ଗୁପ୍ତ ପାପ ଅଛି କି ମନ୍ଦତା ଅଛି କି ଅସୁଚିତା ଅଛି କି ପ୍ରଭୁ ଆମକୁ କହୁଛନ୍ତି ପୁଅରେ ଝିଅରେ ତୋର ଜୀବନକୁ ଦେଖେ ଛୋଟ ଛୋଟ ପାପ ମଧ୍ୟ ଅତି ଭୟଙ୍କର ପ୍ରେମ ଛୋଟ ପାପ ଛୋଟ ଛୋଟ ରୋଗରେ ଲୋକମାନେ ମରି ଯାଇଛନ୍ତି ଛୋଟ ପାପ ଆମର ସର୍ବନାଶ କରିପାରେ। ଆଜି ବାକ୍ୟ ଶୁଣିବା ସମୟରେ ଆମେ ସମସ୍ତେ ପ୍ରଭୁଙ୍କ ପାଖକୁ ଯିବା ଆଉ କହିବା ପ୍ରଭୁ
मोर जीवन रे जहाँ जहाँ पाप अच्छे प्रभु मु स्वीकार करुच्ची मते दया करी क्षमा करो मते दया करी क्षमा करो मते अनुग्रह करो प्रभु हे प्रभु मते दया करी साहाय्य करो बोली प्रार्थना करिबा। पिता परमेश्वर आपन को धन्यवाद दूची आपन वाक्य द्वारा आम सहित कथा आइछंती प्रभु आम जीवन में अनेक दुर्बलता अच्छी अनेक दुर्गुण अच्छी प्रभु ता सत्वे मध्य आमे परिवर्तन हेबा पई चाहुना आमे बदलिबा पई चाहुना आमे पाप छाड़िबा पई चाहुना मंदतर फेरिबा पई चाहुना प्रभु दया करी साहाय्य करो प्रभु। नरक वास्तव अटे स्वर्ग वास्तव अटे अनंतकालीन स्थान दुईटी अटे प्रभु मृत्यु परे जमाने पापरे मंदतारे जीवन काटिछंती परित्राण पाई नांती रक्षा प्राप्त होई नांती अनंत काल से माने नरक रे रहिबे आ जने परिवर्तित होई पाप मंदता को घृणा करी जीवन काटिछंती जीवन शेष संध्या पर्यंत पवित्र जीवन काटिछंती से स्वर्ग रही जानिबा पई देइथिबार धन्यवाद दूची आदर महिमा आपन को देली प्रभु आगामी समय रे आम जीवन को सजाड़ी प्रभु बंचिबा पाए आम प्रत्येक को सहाय्य करो आदर महिमा गौरव आपन को देई प्रार्थना मोर प्राणर प्रिय यीशु को नाम रे मागिली पिता दया रे ग्रहण करंतु आमेन आमेन।